ଟିକେ ସେଇ ଗିରିଶଟି ଗିରିଶ ଭାଇ ନାଇଁ କି କହୁଅଛ ଗୋପିଆଳ ତୁମେ ଗୋପ ବନିତା ତୁମେ ଗୋପ ବନିତା ଏ ବୁଝାଇ କହିବ ଗୋପିଆଳ ମତେ ଗୋପ ବାରତା ଏ ନୁହେଁ କଳା ଧଳା କସରଲ ଥିଲା ଗୋପରେ ଗାଈ ଶୁଣ ଗୋପର ଗୋଇ ରାତିଟା ତ 8 ପହରଲ କ୍ଷୀର ଦୁହାଁ ହୁଅଇ ଏ ପ୍ରଥମ ପ୍ରହର କ୍ଷୀରଟିଲ ନେଇ କିସ କରୁଛ କେଉଁ ଭାଣ୍ଡେ ରଖିଛ ଦ୍ୱିତୀୟ ପହର କ୍ଷୀରଟିଲ ଗୋପୀ କ'ଣ କରୁଛ ଏ ତୃତୀୟ ପ୍ରହର କ୍ଷୀରଟିଲ ନେଇ କାପାସେ ଥୋଇଥିଲ ଗୋପର ଗୋଇ ନାବ ନଥିଲା ପୁରା ଖାଲି କାତଟି ଧରିକି ନାଇଁ 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 ଲୁଗାଟା ନାବ କରାଯାଏ କେମିତି କୋଉଥିରେ ବନ୍ଧା ଯାଏ ଏଇଟା ଛନ୍ଦି ଦିଆହବ ତା ଭିତରେ ଗୋପୀ ପଶିବେ ଆଗରେ ନାବିକ ଚାଲିଥିବ ଲୁଗା ଅଣ୍ଟାଟେ ପାଦ ଟିକେ ହୋଳିଥିବ ତଦର୍ପଦାୟିକା ମାଲଗିରି ନାୟିକା ମାଗୋଦର୍ପଦାୟିକା ମାଲଗିରି ନାୟିକା ନୈବେଦ୍ୟ ଦେଲି କର ନୈବେଦ୍ୟ ଦେଲି ତୋର ଚରଣେ ଏକା ମାଲୋଦର୍ପଦାୟିକା ରାମ ଲଙ୍କା ଗଡ଼ରେ ତତେ ଡାକିଲେ ବାରେ ସାହା ହେଲୁ ତାଙ୍କୁ ଯାଇ ସାହା ହେଲ ତାଙ୍କୁ ଯାଇ ନାଗ ପାଶରୁ ରକ୍ଷା ମାଲୋଦର୍ପଦାୟିକା। ହାଏ ନମସ୍କାର প্রিয় দর্শক বন্ধু आपण मानकु किंग देवा यूट्यूब चैनल को स्वागत जनाऊँच एमती जड़े कलाकार एमती जड़े व्यक्तित्व पाखे आसिक आम पहुँचीचु जे कि एबे दंड जगत रु अवसर प्राप्त जे कि दंड गुरु तांकर बहुत गुड़ाए शिष्य बाहर गाँव रे जी नाविक करुले से भी चली गले आसतु से सुनाम अर्जन करिथिबा कलाकार ऑलराउंडर जे कि बहुत गुड़ाए 13 दिन मु जानिबार बहुत गुड़ाए 13 दिन दंडपाटी की से शिखई से जड़े दंडगुरु कहले भी अतृप्ति हेब नहीं जे कि आमर ढेंकानाल जिलार संघर जो मीटिंग हुए जो स्थान रे कंगेल दादा घर से आमे जिते छोट छोट थिलु आमे तांको दंड भी देखी आसु आसंदु तांको परिचय नहीं जिबा। आज्ञा नमस्कार। आज्ञा नमस्कार। नाम मोर शरत नायक आज्ञा घर कंगेल आज्ञा जिला ढेंकानाल आम ब्लॉक हूँ कामाख्यानगर पोस्ट ऑफिस आज्ञा पिपला। ठीक अच्छे जहा धन्यवाद आपण एक बाइट नापी आम मो घर पाखर हेले भी मो घर रू 1 किलोमीटर हेले भी मु बहुत चेष्टा करी दादा बाइट नापी से जे कि काम दाम व्यस्त रुहंती तांकर बाइट मु नहीं पार नथली एबे तांको सहित आसंतु कथा हे जिबा आउ तांको कंठरे भी सेते बेलर से आज की दंड छाड़ीबार मु जानिबार होलानी 15 वर्ष खंडे आपण तापर चिंता करंतु से केते वर्ष तलर से कलाकार थिले आ केते वर्ष तलर से मेहतर नाविक थिले तांको कंठर जादू रे से आज आम मानकु मजेइबे बहुत वर्ष पर जे कि तांको कंठस्वर आमे बे सुनी पारु नथिलु। दादा एति कहबी आपण मेहतर रु खंडे बाहरिया गीत से पुरातन शैली जेतेबेले आपण गाउथिले से समर खंडे गीत गांतु तापर आम आगु जिबा। बाट छाड़ साते मु हाड़ी जाऊची है बाट छाड़ साते बाट न छाड़िले आजी फेरी जाऊची है मते बाट छाड़ी दियो छाड़
ଛାଡ଼ ସାନ୍ତେ ମୋତେ ବାଟ ଛାଡ଼ି ଦିଅ ମୋ ନାମ ହାଡ଼ି ପାହାନ୍ତାରୁ ଉଠି ପଡ଼ି ପାହାନ୍ତାରୁ ଉଠି ପଡ଼ି ଏ ବାଡ଼ି ସେ ବାଡ଼ି ପଶି ଝାଡ଼ୁ କରୁଛି ମୋତେ ବାଟ ଛାଡ଼ି ଦିଅ ହେ ମୁଁ ହାଡ଼ି ଯାଉଛି ମୋତେ ବାଟ ଛାଡ଼ି ଦିଅ ସହଜ ଜ୍ଞାନ ରୀତି ପାଠ ପଢ଼ା ନାହିଁ ବୃତ୍ତି ପାଠ ପଢ଼ା ନାହିଁ ବୃତ୍ତି ମଦ ପିଆରେ ଦିନ ଯାଉଛି ମୋତେ ବାଟ ଛାଡ଼ି ଦିଅ ହେ ମୁଁ ହାଡ଼ି ଯାଉଛି ମୋତେ ବାଟ ଛାଡ଼ି ଦିଅ। ଏ ହେଉଛି ଆମ ପ୍ରଥମ ଗୀତ। ଦଣ୍ଡ ଜଗତକୁ ଆପଣ ଆସିବା ଏଇଠି କେତେ ବର୍ଷ ହେଇଗଲା? ଆପଣ କେତେ ବର୍ଷ ଟୋଟାଲ ନାଚ କରୁଛନ୍ତି? ନାଚ ଆହୁରି 30-32 ବର୍ଷ ମୁଁ କରିଛି। 30-32 ବର୍ଷ। କେତେ ବର୍ଷ କୋଉ ମସିହାରେ ଆପଣ ଦଣ୍ଡ ଜଗତକୁ ଆସିଲେ? 30 ବର୍ଷ ହେଲେ ଏମିତି ଅବଶ୍ୟ ମସିହାଟା ଖିଆଲ ଏବେ ଦଣ୍ଡ ଛାଡ଼ିବା କେତେ ବର୍ଷ ହେଇଗଲାଣି? ଦଣ୍ଡ ଛାଡ଼ିବା 10-12 ବର୍ଷ ହେଇଯିବ। 10-12 ବର୍ଷ ହେଇଯିବ। 10-12 ବର୍ଷ ହେଲେ ଆପଣ ମାନେ 1980 ମସିହା 70 ମସିହା କଳାକାର ନାଇଁ କି? ଯୋଉ ବାତ୍ୟା ହେଇଥିଲା ତା ପୂର୍ବରୁ ଆପଣ ଦଣ୍ଡ ଜଗତକୁ କାହାକୁ ଦେଖିକି ଆପ୍ୟାୟିତ ହେଇକି ଆପଣ ଦଣ୍ଡ ଜଗତକୁ ଆସିଲେ? ଦଣ୍ଡ ଆମ ଗାଁରେ ପ୍ରାୟ ଆମ ଏଇ ପାଖ ଆଖ କାମାକ୍ଷାନଗର କମଗରା ଡେଉଳ ଆଳୁତୁମା ଏଇ ପାଖ ଆଖ ଯୋଉ ପାର୍ଟି ଆସନ୍ତି ଆମେ ତାଙ୍କୁ ଦେଖୁ। ଦେଖିଲା ପରେ ଆମର ପ୍ରାୟ ଆମ ଗାଁରୁ କମଗରା ବୋଲି ଯାଆନ୍ତି ଠାକୁରଙ୍କ ମାନସିକରେ ଯିବା ଭିତରେ ସିଏ ତାଙ୍କ ଭିତରେ କ'ଣ ହେଲା ସେ ପ୍ରଭୁଙ୍କର ଜଣା। ସିଏ ଆସିକି ଆମକୁ ଭେଳେଇକିରି କହିଲେ ଯେ ଦଣ୍ଡ କରିବା। ଦଣ୍ଡ ତ ଆମେ କ'ଣ ଜାଣିନଥିଲୁ। ଅବଶ୍ୟ ତାଙ୍କ ସାଙ୍ଗରେ ହଁ ମାରିକି ଚାଲିଲା ପ୍ରଭୁଙ୍କର ନୃତ୍ୟ ଆଉ। ଆଚ୍ଛା, ଯେ ଆପଣଙ୍କର ଦଣ୍ଡ ଜଗତ ସେମିତି ମତେ କେହି ମାଷ୍ଟର ଶିଖେଇ ନାହାନ୍ତି। ମୁଁ ଯାହା ଦେଖି ମୁଁ ଦେଖିକିରି ଯାହା ଶିକ୍ଷା କରିଛି ଆଉ କିଛି ପୁରାଣରୁ ସଂଗ୍ରହ କରେ ଆଉ। ନିଜେ ସଂଗ୍ରହ କରନ୍ତି ନାଇଁ କି? ନିଜେ ତ ସଂଗ୍ରହ ନ କଲେ ବି ଆପଣ ଯୋଉ ପୁରାତନ ଶୈଳୀରେ ଗୀତ ଗାଉଛନ୍ତି ସେଗୁଡ଼ା କବିଙ୍କର ଲେଖା। ଏଇଭଳି ଢାଞ୍ଚାରେ ଆଜିକାଲି ଗୀତ ବି ବହୁତ ଲୋପ ପାଇଗଲାଣି। ଏଇ ଟାଇପର ଗୀତ ଆଉ ଦେଖିବାକୁ ମିଳୁନାହିଁ। ଆହୁରି ଗୋଟେ ଗାଉଥିଲି ଶୁଣ। ଆଜ୍ଞା। କହିଛି ବାଟ ଛାଡ଼ ସାନ୍ତେ ମୁଁ ହାଡ଼ି ଯାଉଛି ବାଟ ଛାଡ଼ ସାନ୍ତେ ଏ କିଏ ଡାକୁଥିଲା ଝରିଆ 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 ଆଜ୍ଞା ଡାକ ଶୁଣି ମୁଁ କି ଧାଇଁ ଆସିଛି ବାଟ ଛାଡ଼ ସାନ୍ତେ ମୁଁ ହାଡ଼ି ଯାଉଛି ବାଟ ଛାଡ଼ ସାନ୍ତେ ପ୍ରଥମରେ ପାଠ ପଢ଼ିଲି କାମାକ୍ଷାରେ ପରୀକ୍ଷା ଦେଲି ଢେଙ୍କାନାଳରେ ମୁଁ ଚାକିରି କରିଛି ଆଜ୍ଞା ମାସକୁ ପାଉଛି 12 ପଇସା ବାଟ ଛାଡ଼ ସାନ୍ତେ ହାଡ଼ି ପିଲା ଯାଉଛି ବାଟ ଛାଡ଼ ସାନ୍ତେ ଘରେ ମୋର ଯୋଡ଼ା ଭାରି ଯା ବସି ଖାଇ ମାରନ୍ତି ମଜା ତିଳେ ଯେ ଖାତର ନଥାଏ ତାଙ୍କର ଆଜ୍ଞା କଳି ଝାମଲାରେ ଦିନ ଯାଉଛି ବାଟ ଛାଡ଼ ସାନ୍ତେ ହାଡ଼ି ପିଲା ଯାଉଛି ବାଟ ଛାଡ଼ ସାନ୍ତେ ବାପ ମୋର ଅଟେ 2ଟି ହଳ ଆଦ ମୋର ନାହିଁ ଲଙ୍ଗଳ ଏ ବାପ ଯେ ମୋହର ଅଟେ ଜମିଦାର ମଦ ଭାଟିରେ ତା ଦିନ ଯାଉଛି ବାଟ ଛାଡ଼ ସାନ୍ତେ ହାଡ଼ି ପିଲା ଯାଉଛି ବାଟ ଛାଡ଼ ସାନ୍ତେ ଏଇ ଚାଲିଛି ଆଉ। ଏମିତି ଆପଣ ଯେତିକି ଗୀତ ମୁଁ ଭାବୁଛି ମନେ ରଖିଥିବେ ମେହେନ୍ତରର ସେତିକି ତ ଗାଇଲା ବେଳକୁ ଆମ ପାଖରେ ସମୟ ହେବ ନାହିଁ। କିନ୍ତୁ ଯାହା ହଉ ଆପଣ ଭଗବାନ କଣ୍ଠ ଖଣ୍ଡିଏ ଦେଇଛନ୍ତି ବହୁତ ମାଧୁର୍ଯ୍ୟ
ବହୁତ ବଢ଼ିଆ ଲାଗୁଛି କଣ୍ଠ କ'ଣ ଗୀତକୁ ବହୁତ ମାଧୁର୍ଯ୍ୟ ଲାଗୁଛି ବହୁତ ଭଲ ଲାଗୁଛି। ଏବେ ଦାଦା ଆମ ଦର୍ଶକ ବନ୍ଧୁମାନେ ଜାଣିବାକୁ ଚାହିଁବେ ଘରେ ସମସ୍ତେ କିଏ କିଏ ସବୁ ଅଛନ୍ତି? ଘରେ ଆମେ ତ ଆଗରୁ ବାପା ମା ଥିଲେ ଦଣ୍ଡ ଶିକ୍ଷା କଲାବେଳେ ଆଜ୍ଞା ବାପା ମା ଥିଲେ, ବାପା ମା ଚାଲିଗଲେଣି। ଆଉ ଆମେ ସ୍ୱାମୀ ସ୍ତ୍ରୀ ପିଲା ଛୁଆ ଏମିତି ଆମର ସଂସାର, ମୋ ସଂସାର ନେଇ ମୁଁ ରହିଛି। ଝିଅ 2ଟି ପୁଅ ବି ଗୋଟିଏ, ଆମେ ସ୍ୱାମୀ ସ୍ତ୍ରୀ 2 ଜଣ, ଏମିତି 5 ଜଣ ପରିବାର ଭିତରେ ବଡ଼ ଝିଅକୁ ବାହାଘର ବି କରିଦେଇଛି। ଆଚ୍ଛା ଏମିତି ଚାଲିଛି ପ୍ରଭୁ ଈଶ୍ୱରଙ୍କ କୃପାରେ ହସ ଖୁସିରେ ଦିନ ଚାଲିଛି ଆଉ କ'ଣ କରିବା। ଯାହା ହଉ। ଏବେ ଆମ ଦର୍ଶକ ବନ୍ଧୁମାନେ ଜାଣିବାକୁ ଚାହିଁବେ ଆପଣ ଦଣ୍ଡ ଜଗତକୁ ଯେତେବେଳେ ପ୍ରଥମ ଆସିଲେ କି ଅଭିନୟ ଶିଖିବା ଆରମ୍ଭ କରୁଥିଲେ? ଅଭିନୟ ତ ମୁଁ ପ୍ରଥମ ବନ୍ଦନା ଗାଇଥିଲି। କେଉଁ ବନ୍ଦନା ଗାଇଥିଲେ ମନେ ଅଛି? ମଙ୍ଗଳାଙ୍କର ଗାଇଥିଲି। ମନେ ପଡ଼ିବ ଏବେ? ଗାଇଥିଲି ଏଇଟା ଯେ କାକଟପୁରରେ ନିଜ ଘର ଶ୍ଲୋକ 16 ସ୍ତମ୍ଭେ କଲୁ ସ୍ଥାନ, ଏ ଅପୁତ୍ରିକ ନାରୀ ପୁତ୍ର ଦାନ ପାଏ, ଅନ୍ଧ ପାଏ ଚକ୍ଷୁ ଦାନ, ମାଗ ସର୍ବମଙ୍ଗଳା। କୂଳେ ଲାଗିଛି ପ୍ରାଣୀର ବେଳା, ମାଗ ସର୍ବମଙ୍ଗଳା। ଝଙ୍କଳେ ସାରଳା ବୋଲାଉ ଜନନୀ, ବଙ୍କି ଗଡ଼େ ଚଚିକାଇ, ଏ ବାଣାପୁରେ ଭଗବତୀ ତୁ ବୋଲାଉ, ଯାଜପୁରେ ବୀର ଯାଇ, ମାଗ ଦୟା ସାଗରୀ। ଦୟା ନ କଲେ ଗଲି ମୁଁ ସରି, ମାଗ ଦୟା ସାଗରୀ। କଳା ମେଘି ଶାଢ଼ୀ ପିନ୍ଧିଥାଉ ଭିଡ଼ି, ତତେ ଦିଶଇ ସୁନ୍ଦର, ଏ ରଙ୍ଗ ପୁଷ୍ପମାଳ ଗଳାରେ ଲମ୍ବିଛି, ପୁଣି ଚାପ ସରି ମାଳ, ମାଗ ହୋଇମ ଦୁଲଣୀ। ଲୋକନାଥଙ୍କର ପାଟରାଣୀ, ମାଗ ମଦୁଲଣୀ। କାକଟପୁରରେ ନିଜ ଘର ଶ୍ଲୋକ 16 ସ୍ତମ୍ଭେ କଲୁ ସ୍ଥାନ, ଅପୁତ୍ରିକ ନାରୀ ପୁତ୍ର ଦାନ ପାଏ, ଅନ୍ଧ ପାଏ ଚକ୍ଷୁ ଦାନ, ମାଗ ସର୍ବମଙ୍ଗଳା। କୂଳେ ଲାଗିଲା ପ୍ରାଣୀର ବେଳା, ମାଗ ସର୍ବମଙ୍ଗଳା। ଏ ଘରୁ ଯେତେବେଳେ ବାହାର ହୋଇବୁ, ସୁମରିବୁ ନାମ ମୋର, ଆଗେ ଆଗୁଆଣୀ ହୋଇଥିବି ମୁଇଁ, ତୁ ଥିବୁ ମୋର ପଛର, ଆରେ ଶୁଣରେ ବୋଳା। ଶତ୍ରୁ ମୁଖେ ଲଗେଇବି କଳା, ରେ ଶୁଣରେ ବୋଳା। ଧନ୍ୟବାଦ ଦାଦା। ଏତିକି କହିବି ଦର୍ଶକ ବନ୍ଧୁମାନେ ବହୁତ ଖୁସି ହେଇଯିବେ। ଯାହା ହଉ ଏଇ ଯେଉଁ ଦଣ୍ଡ ଗୀତ ମୁଁ ଭାବୁଛି ଆପଣମାନେ ଆଗରୁ ଶୁଣି ବି ନଥିବେ, ବହୁତ ମାଧୁର୍ଯ୍ୟ ଲାଗୁଛି। ଏ ଗୀତ ଗୁଡ଼ାକ ମୋତେ ଲାଗୁଛି ମୁଁ ଆଜି ପ୍ରଥମ ଥର ପାଇଁ ଶୁଣୁଛି, କାହିଁକିନା ଏଇ ସ୍ୱରରେ ଏଇ କଣ୍ଠ ଆଜି ମୁଁ ଶୁଣିବାକୁ ଆଜିକି ମୋତେ ହେଇଗଲା 15 ବର୍ଷ। ଯିଏକି ମୋର ମନେ ଅଛି ମୁଁ ଅଜାହାର ଗାଁରେ ରହୁଥିଲି। ମୋ ମାମୁଁ ଘର ଗାଁ ହେଉଛି ଖୋକ୍ସା, ମୋଟା ଖୋକ୍ସା। ଖୋକ୍ସାରେ ମୁଁ ଯେତେବେଳେ ରହୁଥିଲି, ଯେତେବେଳେ ଆମେ ଛୁଆ ହେଇଥିଲୁ 5-6 ବର୍ଷର, ମୋ ଅଜାହାର ଘର ପାଖରେ ପ୍ରାଇମେରୀ ସ୍କୁଲ ଥିଲା। ମୁଁ ସେଇଠି 2ୟ କ୍ଲାସ୍ ଯେତେବେଳେ ପଢ଼ୁଥିଲି, ଦାଦାଙ୍କର ଯେତେବେଳେ ନାଚ ହୁଏ ପିପଳାରେ ସେ ନାଚ କରନ୍ତି, ତାଙ୍କ ନାବିକ ଆମେ ଦେଖିବା ପାଇଁ ମୁଁ ସେତେବେଳେ ମୋ ମାମୁଁ ମାନେ ଅଛନ୍ତି ମୋ ଅଜାହାର ଗାଁରୁ, ଏବେ ବୁଢ଼ା ହେଇଗଲେଣି, ମାମୁଁ ଘର ପାଖରୁ, ତାଙ୍କମାନଙ୍କ ସହିତ ଆସେ ତାଙ୍କ ଦାଦାଙ୍କର ଦଣ୍ଡ ଦେଖିବା ପାଇଁ। ଆମର ସାର୍ ଥିଲେ ହାଇସ୍କୁଲରେ ମୋ ଅଜାହାର ଘର ପାଖରୁ, ତାଙ୍କ ନାଁ ହେଉଛି ତରୁଣୀ ସାରେ, ତରୁଣୀ ବେହେରା। ସେ ଆମେ ଦଣ୍ଡ ଦେଖି ଆସୁ ଦାଦାଙ୍କର ବୋଲି, ଦାଦାଙ୍କର କ'ଣ ଆମେ ଦଣ୍ଡ ଦେଖି ଆସୁ ବୋଲି ତରୁଣୀ ସାରେ ସକାଳୁ ଆମକୁ, ସେତେବେଳେ ମାଡ଼ ପ୍ରବଳ ଥିଲା, ସାର୍ ସେତେବେଳେ ଆମକୁ ଶାସନ କରନ୍ତି ଯେ ତମେ ଦଣ୍ଡ ଦେଖି କାହିଁ ଯାଉଛ। ଆମେ ବାଟରେ ଯାଉଥିବୁ ଲୁଚିକି ଦଣ୍ଡ ଦେଖିବା, ବାଟରୁ କୁଣ୍ଡେଇକି କାକେଇକି ଧରିକି ପଳାଇବି, ଘଟିକି ଅଜାହାର ଘଟିକି ଆଣନ୍ତି ହେରି, ଆମେ ଏଠି ଧୁମ୍ ବାଡ଼ଉ, ମୋ ଅଜା ଆମକୁ ଧୁମ୍ ବାଡ଼ାନ୍ତି। ବହୁତ ବଢ଼ିଆ ଲାଗେ ସେତେବେଳେ ଦାଦାଙ୍କର ଦଣ୍ଡ ଗୁଡ଼ାକ। ଦାଦା ଏତିକି ମୁଁ ଶୁଣିବାକୁ ଚାହିଁବି, ନାବିକର ଖଣ୍ଡେ ଗୀତ ଯଦି ଗାଆନ୍ତେ ବଢ଼ିଆ ହୁଅନ୍ତା। ବାହାରିଆ ଗୀତ ପୁରୁଣା କଳା ନାବିକ ବୋଲି ଘାଟରେ ବାହାରିଆ ଗୀତ କିଏ ଡାକୁଛି ତରାଇ ବୋଲି ଘାଟରେ, ଭାତ ବରତନ ଦେଇ ମତେ ରଖିଛି ନାବିକ ବୋଲି ଘାଟରେ, କିଏ ଡାକୁଛି ତରାଇ ବୋଲି ଘାଟରେ।
ଅଦିନେ ବର୍ଷା ହେଲା ସକାଳେ ନଦୀ ବଢିଲା ସକାଳେ ନଦୀ ବଢିଲା ହେ ବିଣ୍ଡା ବିଣ୍ଡା ଫେଣ ଦେଖ ମାଡ଼ି ଆସୁଛି ନାବିକ ବୋଲି ଘାଟରେ କିଏ ଡାକୁଛି ତରାଇ ବୋଲି ଘାଟରେ। ୟା ପରବର୍ତ୍ତୀ ଗୀତଟା କଣ ଗାଆନ୍ତି? ସେତେବେଳେ ଆମର ବନ୍ଦନା ଫନ୍ଦନା କିଛି କିଛି ନଥିଲା ନଥିଲା ନାଇଁ କି? ଏବେ ଷ୍ଟାଇଲ କି ଗାଉଛେ ମଙ୍ଗଳା ମା ବାସେଳି ମା ଏସବୁ। ୟା ପରବର୍ତ୍ତୀ ଗୀତଟା କଣ ଥିଲା? ହଁ? ୟା ପରବର୍ତ୍ତୀ ଗୀତଟା ପ୍ରଥମ ନା ନା ଏଇଟା ତ ପ୍ରଥମ ସେ ଗୋପୀ ଡାକିଛିନି ହଁ। ଏଟା କିଏ ଡାକ ପକେଇଛ ବୋଲି ହଁ। ଘାଟରେ ସେଠି ପହଞ୍ଚିଲା ତାପରଟା? ପରେ ଯାହା ପ୍ରତ୍ୟୁତ୍ତର ନା ଆଉ। ଆଚ୍ଛା, ତାପରେ ସେତେବେଳେ ନଥିଲା ବାହାରିଆ ଗୀତ ନାଇଁ, କିଛି? ନାଇଁ, ଆମର ସେତେବେଳେ ଥିଲା କଣ ତରାଇ ହେଲା ପ୍ରବେଶ କିଏ ଡାକୁଥିଲ ଆସ କିଏ ଡାକୁଥିଲ ଆସ ତରାଇ ହେଲେ ପ୍ରବେଶ କିଏ ଡାକୁଥିଲେ ଆସ କିଏ ଡାକୁଥିଲ ଆସ କିଲୋ ଘାଟ ଧରି ଘାଟରେ ମୁଁ ଜଗି ବସିଛି ନାବିକ ବୋଲି ଘାଟରେ କିଏ ଡାକୁଛି ତରାଇ ବୋଲି ଘାଟରେ। ସେ ଗୋପୀ ଆମର ଯେତେବେଳେ ଡାକନ୍ତି ଆମକୁ ଆମେ ସେତେବେଳେ କଣ କୁହେ ସେ ଡାକନ୍ତି ଅଇଲୁ କିରେ ତରେଇ ତରେଇ ଏ ଯାଉছিল ତମ ଗାଈ ଚରେଇ ଚରେଇ। ଗୋପୀ କହିଛନ୍ତି କିଲୋ ସଖୀ ସେ କଣ କହୁଛି ଆମ ଗାଈ ଚରେଇ ନବ ଦେଖି ସଖୀ ତୁ ଡାକିଲୁ ଅଇଲୁ କିରେ କେଉଟ କେଉଟ କିଲୋ ଯୋଉ ବାଟେ ଆସି ଚଲ ସେଇ ବାଟେ ଲେଉଟ ଲେଉଟ। ଆପଣ ଯେତେବେଳେ ଦଣ୍ଡ ଛାଡ଼ିଲେ ସେଇ ସମୟରେ କୋଉ ଟାଇପର ଗୀତ ଗାଆନ୍ତି? ମୁଁ ବାହାରିଆ ଗୀତ? ହଁ ଗାଉଥିଲି ମୋର ପ୍ରଥମ ଗୀତ ହେ ମୁରାରୀ ଶୁଣୁ ତୋରେ ମୋର ଗୁହାରୀ ହେ ମୁରାରୀ ଶୁଣୁ ତୋରେ ମୋର ଗୁହାରୀ ହେ ଗଞ୍ଜା ଡାକୁଛି କକରି କକରି ସାରି ଡାକୁଛି ତୁମ ନାମ ଧରି ଏ ଭବ ସଂସାରରୁ କର ପାରି ଶୁଣ ଥରେ ମୋର ଗୁହାରୀ। ୟା ପରବର୍ତ୍ତୀ ଗୀତଟା କଣ ଥିଲା? ବାହାରିଲା ପରେ ହୁଁ କିଲୋ କିଏ ଡାକ ପକଉଛ କିଲୋ କିଏ ଡାକ ପକଉଛ ଘଡ଼ିକି ଘଡ଼ି କିଲୋ କିଏ ଡାକ ପକଉଛ ଏ ଜଣା ପଡ଼ୁ ନାହିଁ କିଲୋ ଏ ନଦୀ ବଢ଼ି କିଏ ଡାକ ପକଉଛ ଘଡ଼ିକି ଘଡ଼ି କିଲୋ କିଏ ଡାକ ପକଉଛ। କହିଲା ପରେ ମୋର ଅଛି ଏ ବଇଲର କୁକୁଡ଼ା ପରିଲ ଡାକ ଶୁଭୁଛି ତୁ ମରି ଏ ବୁଢ଼ା ଦେଶୀ ଗଞ୍ଜା ଯାଉଛି ରହିଯା କୁମ୍ପିବ ବୁଢ଼ା ମନ ହରିଲ ଘାଟେ ଛାଡ଼ୁଛ ହୁରି ଆଜି ପାହାନ୍ତା ନ ପାରୁଛ ଜାଣିଲ ଘାଟେ ଛାଡ଼ୁଛ ହୁରି। ବାସାଳି ବନ୍ଦନା କଣ ଥିଲା? ବାସାଳି ବନ୍ଦନା ଗାଉଥିଲି କୋଉଟା ଗାଉଥିଲି ତ ଏଇ ଆଜିକାଲି ସୋରରେ ଆଜିକାଲି ସରରେ ଦେଖିବା ବାସାଳି ବନ୍ଦନାରେ ଗୋଟେ ଗାଆନ୍ତୁ। ମାଲ ବାସେଳି ମା একই বর্তকু হইব সাহা মাল হেম মাল বাসেলি মা কই বর্তকু হইবু সাহা ঘিয় ধূপ গুড় নাহিল মোহর
ଘିଅ ଦୀପ ଗୁଡ଼ ନାହିଁ ମା ମୋହର ପାଣିଆ ଜୁଳି ହେବ ସୁଅ ମା କହିବର ତ ପୁଅକୁ ସାହା ମା ମାଲ ହେ ମୋର ମାଲ ବାସେଳି ମା ଏ କହିବର ତ କୁହଇବୁ ସାହା ରାଜା ମୋର ନନ୍ଦରାଜନ ମାଲ ଦେଇଛନ୍ତି ସେ ନିମନ୍ତ୍ରଣ ନେବେ ଦହି ମହି ଆଜି ଗପ ଗଇ ନେବେ ଦହି ମହି ଆଜି ଗପ ଗଇ ସକାଳୁ ଆଣିଛି ନା ଏ କୈବର୍ତ୍ତକୁ ହବୁ ତୁ ସାହା ମାଲ ବାସେଳି ମା ମୋ ପାଣି ଆଞ୍ଜୁଳିକି ତୁ ଖା ଦାଦା ତମେ ଏଟା ସିନା କହୁଛ ଏଟା ନୂଆ ଗୀତ ମତେ ଏଇ ଗୀତ ବି ବହୁତ ପୁରୁଣା ଲାଗୁଛି କାହିଁକି ନା ଏଇ ଗୀତ କେହି ଦଣ୍ଡରେ ଗାଇ ନାହାନ୍ତି ନା ଏଇ ଗୀତ ବି ଦଣ୍ଡରେ କେହି ଗାଇ ନାହାନ୍ତି ଯେତେବେଳେ ଆପଣ କହିଲେ ରାଜା ମୋର ନନ୍ଦ ରାଜା ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହେଇଥିଲି ଆଜିକାଲି ନାବିକ ମାନେ ଗାଇଲେ କହୁଛନ୍ତି କଂସ ରାଜା ରାଜାର ଆକଟ ଜଗିଛି ମୁଁ ଏହି ଘାଟ ଜଗିଛି ମୁଁ ଏହି ଘାଟ ଏ ରାଜା ଆସିଲେ ପାର କରେ ଆଉ ଯିଏ ଆସିଲେ ପାଉଣାରେ ବଢେ ମୋ ହାତ ନନ୍ଦ ରାଜାଙ୍କର ଆକଟ ଦାଦା ଆଜ୍ଞା ଯଦି କହିଛି ପାଠ ନନ୍ଦ ରାଜା ମୋର ଆସିବେ ମୁଁ ହଉଛି ତାଙ୍କର ବେତନ ଭୋଗୀ ଗୋଲା ଆଜ୍ଞା ତାକୁ ପାର କରିଦେବି ଆଜି ଆଉ ଯିଏ ଆସିବ ମୁଁ ନିଶ୍ଚୟ ମାହାସୁଲି ନେବି ସେତେବେଳେ ପାଉଣା କେତେ କଣ କେମିତି କଣ ଜଣକା 2 ଟଙ୍କା ନେଇ ପାର କରିଦେବି ମୁହିଁ ପାର କରିଦେବି ମୁହିଁ ସେତେବେଳେ ଟଙ୍କା ଥିଲା ଏ ମୂଲ ଋଣା ହୋଇଲେ ଆହୁରି ଅଛି କଉଡି ଅଛି କଉଡି ଆସିବା ହଁ ସେତେବେଳେ କେତେ କଉଡି କଲା କଣ କହେଲା କଉଡି ଅଣ୍ଟାରେ ଆସିଛି ଭିଡି ଅଣ୍ଟାରେ ଆସିଲେ ଭିଡି ଏ ହସ୍ତେ ଦେଲେ ଟି ବଢେଇ ପାର କରିବି ସିନା ଏ ଘାଟରେ ଘାଟି ଆକି ମୁଁ ନନ୍ଦ ରାଜାଙ୍କ ମନା ଏ ଘାଟରେ ଘାଟିଆ ମୁଁ ଆଜ୍ଞା ନନ୍ଦ ରାଜା କହିଛନ୍ତି ମତେ ଯିଏ ଆଜି ଅଣେ କଉଡି ଦବ ମୁଁ ତାକୁ ପାର କରିଦେବି ନହେଲେ ନାଇଁ ପାର କରିପାରିବିନି ଆଚ୍ଛା ଆପଣ ଯେତେବେଳେ ଦଣ୍ଡ କରୁଥିଲେ ଯେତେବେଳେ ଆପଣ ନାବିକ ଭୂମିକାରେ ଅଭିନୟ କରୁଥିଲେ ସେତେବେଳେ ବାଦ ଚାଲିଥିଲା ବାଦରେ ଆପଣ ବି ବାଦ କରିଛନ୍ତି ମୁଁ ଜାଣିଛି ଆପଣ ଯେତେବେଳେ ବାଦ କୋଉ କୋଉ ପାର୍ଟି ସହିତ କରିଛନ୍ତି ବାଦ କରିଛି ବାରୁଆ ବାଦ କରିଛି ତଳବାଇ ସିଙ୍ଗା ବାଦ କରିଛି କାଶିଆଡି ଯୋଉ ଆମର ଥିଲା ଭୋଜି ପାର୍ଟି ହଁ କାଶିଆଡି ହଁ ବାଦ କରିଛି ରତୁଲେଇ ସାଙ୍ଗରେ ଆଚ୍ଛା ବାଦ କରିଛି ଆମର ମଝିକା ବାଦ ପରଜଙ୍ଗ ମଝିକା ହଁ ବାଦ କରିଛି ବି ଏଟା ଆମର କୁଲାଡ ସାଙ୍ଗରେ ଚିନୁ ହେଇକା ସାଙ୍ଗରେ ହଁ ଚିନୁ ବାବୁ ତ ଯେତେବେଳେ ମେହେନ୍ତର କରନ୍ତି ନା ହଁ ବାଦ ବି କରିଛି ମୁଁ ମାଧବ ପାର୍ଟିରେ ଆମର ଜାଗେଶ୍ୱରୀ ମୁକ୍ତାପସି ବଡଝରା ଆଚ୍ଛା ମାଧବନ ପାର୍ଟି ସେ ଏବେ ମହୁଲପାଳରେ ନାବିକ ଭୂମିକାରେ ଅଭିନୟ କରୁଛନ୍ତି ତାପରେ ଆମର କୁଲେଇଲ ବୋଲି ଗୋଟେ ଯୋଉଟା କୁଲେଇ ହଁ ଜୟପୁରରେ ବାଦ ବି ଖଇରାମୁଣ୍ଡା ପାର୍ଟି ସାଙ୍ଗରେ କରିଛି ବାଦ ବି କାଣ୍ଡବିଦା ସାଙ୍ଗରେ କରିଛି ସେତେବେଳେ ଆପଣଙ୍କ ଏଗେନେଷ୍ଟ ନାବିକ କିଏ ସବୁ ପଡନ୍ତି ସେତେବେଳେ ନାବିକ ମୋର ଥିଲେ ମୋ ସାଙ୍ଗରେ ତ ନିର୍ମଳ ପଡିଛି ଆଚ୍ଛା ବିନାଇ ବି ପଡିଛନ୍ତି ଆଚ୍ଛା ଏଠୁ ଗଲେ ନାବିକରେ ଧରଣୀ ଆମର ପଡିଛି ଧୋବାବାଳି ଧରଣୀ ସାର୍ ସେବେ ନାଚ ଛାଡିଦେଲେଣି ସେ ଜଜମେଣ୍ଟ କରୁଛନ୍ତି ଆମର ଏପଟେ ଟୁନା ପଡିଛି
ଟୁନା ମାରୁଆ ବାଇ ସିଙ୍ଗା ଆଚ୍ଛା। ନାଭିକରେ ଆମର ପଡିଛି ଏପଟୁ କିଏ ନା ତା ନା ହଉଛି କିଆତି ମନେ ପଡୁନି ଟିକେ ଭଲ ପିଲାଟେ ମୋ ଆମ ଏଇ ପଦମ ପୋଖରୀ ପାଖରୁ କୁଶିଆରୁ ଆଚ୍ଛା। ସେ ପିଲାଟି କରେ ବି ଭଲ। ତାପରେ ବାଦ ଆମର ନାବିକ ମୁଁ ଭେଟି କାଶିଆଡରେ କିଏ ଯେତେବେଳେ ନାବିକ କରୁଥିଲେ? ସେତେବେଳେ ଆମର ଭଜି ସାଙ୍ଗରେ ଗୋଟେ ପିଲା ତା ନାମ ଅବଶ୍ୟ ଜାଣିନି ଜାଣିଛି ଯେ ଆଉ ମୋର ଖିଆଲ ଟିକେ ପଡୁନି ମନେ ପଡୁନି। ହଁ ସେତେବେଳେ ରାଧାକୁ ଅସୁବିଧା କ'ଣ ଦିଆ ହଉଥିଲା? ରାଧାକୁ ଅସୁବିଧା ଦିଆଯାଏ ଆମର ଦହି କ୍ଷୀର ଗାଇକିରି ଟିକେ ଶୁଣେଇ ଦିଅନ୍ତୁ। ଦହି କ୍ଷୀର ଏଇରା ଉପରେ ଦିଆଯାଏ ଆଉ। ଗାଇକିରି ଟିକେ ଶୁଣେଇ ଦିଅନ୍ତୁ ଯୋଉଟା ଆମ ଘର ଠେଇ ଗାଇଥିଲେ। ଗାଇବି ହଁ କହିଲା ଯଦି କହୁଅଛ ରାଧାଙ୍କ କତିରେ ରାଧାଙ୍କ କତିରେ ଯେତେବେଳେ ପ୍ରତ୍ୟୁକ୍ତି ହେଇଥିଲା ଦାଦା ଆମର କିଛି କହିବାକୁ ଚାହୁଁଛନ୍ତି? ଦାଦା କୁହନ୍ତୁ। ଯୋଉ ମୋର ଗୋଟିଏ ଅନୁରୋଧ, ଆଜ୍ଞା ଆମର ଯୋଉ ମେହନ୍ତର ପିଲା ସବୁ ବାହାରୁଛେ ଆଜ୍ଞା ଆମେ ତ ଝାଡୁ ଝୁଡା କରିଦେଲେ, ତାହେଲେ ଆଉ ଆମର ଯୋଉ ଚଣ୍ଡାଳୁଣୀ ଏଠି କ'ଣ କାମ ଯେ ଆମେ ଡାକୁଛେ? ଆମର ଏଇ ଯୋଉ ଓଡ଼ିଆନ୍ ସବୁ ବସିଛନ୍ତି କି ଆମର ଜଜ ମହାସବ ବସିଛନ୍ତି କି ଆମର ଯୋଉ ଛୋଟ ଛୋଟ ପିଲାମାନେ ବସିଛନ୍ତି କି ମା ଭଉଣୀ ବସିଛନ୍ତି, ଏ କ'ଣ ଚଣ୍ଡାଳର ବହୁକୁ ଟିକେ ଦର୍ଶନ କରିବେ ବୋଲି ଡାକୁଛନ୍ତି ନା ନାହିଁ ୟାର ଆଉ କିଛି ଅଛି? ଆଚ୍ଛା, ଆପଣଙ୍କ କହିବା ମତଲବ ଯେତେବେଳେ ମେହିତର ପ୍ରଥମ ଯେତେବେଳେ ପେଣ୍ଡାଲ ଭିତରକୁ ଆସୁଛନ୍ତି ବାହାରିଆ ନାଚ କରିକି ଯେତେବେଳେ ଝାଡୁଟା ମାରିକି ଗାଣ୍ଡୁଆରେ ନେଇକି ଅଳିଆ ପକାଉଛନ୍ତି, ତାପରେ ସେ ମେହେତରାଣୀ କାହିଁକି ଡାକୁଛନ୍ତି? କାହିଁକି ଡାକୁଛି? ସେ ତ ବିଦେଶ ଯାଇଥିଲା। ଯେତେବେଳେ ଯୋଉ ବିଚାରକ ମାନେ ସେତେବେଳେ ମଞ୍ଚରେ ବସୁଛନ୍ତି, ସେଇ ବିଚାରକ ମାନଙ୍କୁ ଏମାନେ ଉତ୍ତର କରିବା କଥା ଯେଉଁମାନେ ମେହିତର ବାହାରୁଛନ୍ତି ଯେ ମୁଁ ତ ଝାଡୁ ମାରି ସାରିଲିଣି, ଆଉ କଣଟା ବାକି ଅଛି ଯେ ମୁଁ ମେହିତରାଣୀ କି? କାରଣ ସିଏ ତ ବିଦେଶ ଯାଇଛି, ଝାଡୁ କୋଉଠୁ ପାଇଲା, ଗାଣ୍ଡୁଆ କୋଉଠୁ ପାଇଲା, ସେ କୋଦାଳ କୋଉଠୁ ପାଇଲା ବା ଠେଲା ଗାଡି ହଉ ଆଚ୍ଛା ସେ କୋଉଠୁ ପାଇଲା ଯେ ତାକୁ ପକେଇଲା। ଘରକୁ ପହଞ୍ଚିଲେ ଘରୁ ସିନା ଆଣିଲେ ଯାହା ହବ, ଯଦି ବା ପ୍ରଧାନ ରଖେଇଲେ ସେ ପିଲା ଝାଡୁ ସାରି ଦେଇଛି ନା, ତାହେଲେ କଣ ଆମର ଯେତେ ଜଜ ମାସ ବସୁଛନ୍ତି ପ୍ରଭୁ। ଠିକ ଅଛି, ମୁଁ ଅନୁରୋଧ କରିବି ଦଣ୍ଡ ଜଗତର ଗୁରୁମାନଙ୍କୁ, ଦଣ୍ଡ ଜଗତର ଏତେ ଜଣ ବିଚାରକ ଅଛନ୍ତି, ବିଚାରକ ମାନଙ୍କୁ ଏ ଯେଉଁ ମେହେନ୍ତର ରୋଲ୍ କରୁଛନ୍ତି ସମସ୍ତ କଳାକାରଙ୍କୁ ଅନୁରୋଧ କରିବି, ଯଦି ଏ ବିଷୟରେ କିଏ କିଛି ଜାଣିଛନ୍ତି ତାହେଲେ ଦାଦାଙ୍କ ଉତ୍ତର କମେଣ୍ଟ ମାଧ୍ୟମରେ ଜଣେଇବେ। ୟାର ଉତ୍ତର କ'ଣ ହେଇପାରିବ? କାହିଁକିନା ଇଏ ଗୋଟେ ପ୍ରଥମକିରି ଗୋଟେ ଜିନିଷ ମୁଁ ଆଜି ପ୍ରଥମ ଶୁଣିବାକୁ ପାଇଲି ଯେ କି କୋଉ ଦଣ୍ଡରେ ଆମର ପୂର୍ବାତନ ଯେତେବେଳେ ଦଣ୍ଡ ଚାଲିଥିଲା, ଆଜ୍ଞା କିଏ ଆଟାଜ କିଏ ଗନ୍ ମାନେ ବନ୍ଧୁକ ବା କିଏ ମଦ ବୋତଲ ଧରି ବାହାରନ୍ତି, ସିଏ ତାଙ୍କର ବାହାରିବା ମଜା ଗୀତ ଗୋଟେ ଗାଆନ୍ତି। କିନ୍ତୁ ଏ ଝାଡୁ ଫାଡୁ କରି ଅଳିଆ ଅସନା ନେଇ ପକେଇବା ତାପରେ ଆମେ ଯୋଉ ଜମକ ଦେଖଉଛେ ଏ ନୁହଁ, ଏ ସମାଜ କହୁନି। କେବେ ଆପଣ ଦେଖିଛନ୍ତି କି ଚଣ୍ଡାଳ ମାନେ ଏଇଭଳିଆ ତାପର୍ଯ୍ୟ କରିକି ଯାଇଛନ୍ତି? କେବେ ନାହିଁ ତ। ତାହେଲେ ଆମେ କେମିତି ଜଜ ମାନେ ଆମେ ସମସ୍ତେ ବସିକିରି ଆମର ଏଇ ଡିସିସନ କେମିତି ନେଇପାରୁଛନ୍ତି? ଆମର ଥିଲେ ଆମ ପଞ୍ଚାୟତ ଜଗନ୍ନାଥପୁର, ଆମର ସେଇ ଆମ ପଞ୍ଚାୟତର ସେକ୍ରେଟାରୀ ଜଣେ ଥିଲେ, ତାଙ୍କ ନାଁ ହଉଛି ପୀତାମ୍ବର ପରିଡ଼ା। ଆଜ୍ଞା, ସେ ଚାଲିଗଲେଣି। ସିଏ କିନ୍ତୁ ସେତେବେଳେ ସବୁ ଧରନ୍ତି, ଆଜ୍ଞା ସିଏ ଜଜମେଣ୍ଟ ଯେତେବେଳେ କରନ୍ତି ଏ ସବୁ ଚାଲେନି। ଏବେ ଏତେ ଦେଉଛନ୍ତି ଦଣ୍ଡଟାକୁ ଖାଇ, ୟା ଦଣ୍ଡର କିଛି ମହତ୍ଵ ରହୁନି। ଆଲବମ ଗାଇଲେ ଭଣ୍ଡ ତ ଗାଇଲେ ଆଜ୍ଞା, ରାତି ପାଇବ ଆପଣଙ୍କ ହରିବଂଶରେ ମୁଁ ସବୁ ବୁଝେଇଦେବି। କଞ୍ଚା ଭଣ୍ଡ ଗାଇବି, ହରିବଂଶରେ ବୁଝେଇବି। ଆଜ୍ଞା, କଣ ଗୋପୀ କାନ୍ଦିବେ ଯଦି ଭଣ୍ଡ ଗାଇବି? ଏଟା ପୁରାଣରେ ବି ଲିଖିତ, ପୁରାଣରେ ଫେର ବାହାର କରିବି। ଆଚ୍ଛା, ମୋର ଗୋଟେ ବାଦ ହଉଥିଲା ପଦାପାଟିଆ। ଆଜ୍ଞା, ଧରଣୀ ସାର୍ ଥିଲେ ଆମର, ଯୋଉ ଧରଣୀ ସାର୍ ରାଧା ରୋଲ କରନ୍ତି, ଆଜ୍ଞା, ସେ ମତେ ସେଇଠି କହିଥିଲେ, ଯାରେ ଦିଶୁବ କସିଆ ଗନ୍ଧୁ ଆଇଁସିଆ ଯମୁନାରେ ହେଲୁ ଠିଆ 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 ଆଜି ମାଡ଼ ବସିଯିବ ଦେଖଉଛୁ ବାହା ପିଆରେ କେଉଟ ଛୁଆ ରହ ରହ ତୁ ତମାନିଆରେ କେଉଟ ଛୁଆ। ମୁଁ ସେଇଠି ପ୍ରତି ଉତ୍ତର ଦେଇଥିଲି, କିଲୋ ଏ ଗୋପ ଗୌଡୁଣୀ ଏଡେ ଛକାରୁଣୀ ହାଟ ବଜାର ବୁଲିଲ, ଏଡ଼ିକି ଆଡ଼ମ୍ବେ କଥା କୁହ ଦମ୍ବେ, ସତେ ଚାକର ରଖିଲା ପରି କିଲୋ ନିଲଜି ଗୋପ ନାରୀ, ଆଜି ପାହାନ୍ତେ ଘାଟରେ ଛାଡୁଛ ହୁରି କିଲୋ ନିଲଜି ଗୋପ ନାରୀ। କିଲୋ ଗୋପ ଗୌଡୁଣୀ ଏଡେ ବଜାରୁଣୀ ଏ ହାଟ ବଜାର ବୁଲିଲ,
କିଲୋ ଏଡ଼ିକି ଆରମ୍ଭେ କଥା କୁହ ଶାଳୀ କିଲୋ ଏଡ଼ିକି ଆରମ୍ଭେ କଥା କୁହ ଶାଳୀ ସତେ ଚାକର ରଖିଲା ପରି କିଲୋ ନୀଲଜି ଗୋପ ନାରୀ ଘାଟେ ନ ଜାଣି ଛାଡୁ ଚହୁରୀ କିଲୋ ନୀଲଜି ଗୋପ ଗଳୁଣି କଲା କିଲୋ ତଳେ ଯାକୁ ଯାକୁ ଉପରେ ଯୋଡ଼ା ଅକାଳେ ମରିବେ ଗଞ୍ଜା କୁକୁଡ଼ା ଆସିଛ ଗୋପର ଛଡ଼ା ଏ ଘାଟରେ ଶାଳି ଡାକୁ ଚଲ ପାହାନ୍ତାରେ ଏ ଘାଟରେ ଏ ଠିଆରେ ଦି ଚାରି ପାହାରେ ଆଡୁଆରେ ନଟ ପଟଲ ଆଡୁଆରେ ନଟ ପଟ ଏ ଜଙ୍ଘ ହଲେଇବି ବାହା ଝୁଲେଇବି ଶୁଭୁଥିବ କଟ କଟ ହେଲ ବେଟ ନଦୀ ଖଣ୍ଡିରେ କରିବା ନାଟ ହେଲ ବେଟ ଇଏ ସବୁ ଯଦି ଗୋପୀ ଆମର ଉତ୍ତର ଦେବେ କହିବେ କଞ୍ଚା ଭଣ୍ଡ କିନ୍ତୁ ଏ ସବୁ ଯିବ ହରିବଂଶରେ କଥା। ଅସୁବିଧା ହେତେବେଳେ ଦାଦା କଣ ଥିଲା? ଅସୁବିଧା ବୋଲି ନାବିକର ନା ରାଧାଙ୍କୁ ଅସୁବିଧା ଯୋଉ ଦେଖାନ୍ତି ନାବିକ ତାଙ୍କୁ ଛଳନା କରେ ରତିଦାନ ପାଇବା ପାଇଁ ଆଗ ଟିକେ ହଇରାଣ ନ କଲେ ନାବିକ ଜାଣି ରାଧା ତ ଜାଣି ପ୍ରଶ୍ନ କଣ ଦିଅନ୍ତି ସେତେବେଳେ ଗୀତ ମାଧ୍ୟମରେ? ସେତେବେଳେ ଆମର ଗୀତ ଦିଆଯାଏ ଯେ ଯଦି କହୁଅଛ ଗୋପୀ ହେଲ ତୁମେ ଗୋପ ବନିତା ତୁମେ ଗୋପ ବନିତା ଏ ବୁଝେଇ କହିବ ଗୋପୀ ହେଲ ମତେ ଗୋପ ବାରତା ଏ ନୁହେଁ କଳା ଧଳା କସରଲ ଥିଲା ଗୋପରେ ଗାଈ ଶୁଣ ଗୋପର ଗୋଇ ରାତିଟା ତ 8 ପହରଲ କ୍ଷୀର ଦୁହାଁ ହୁଅଇ ଏ ପ୍ରଥମ ପ୍ରହର କ୍ଷୀରଟିଲ ନେଇ କିସ କରୁଛ କେଉଁ ଭାଣ୍ଡେ ରଖିଛ ଦ୍ୱିତୀୟ ପହର କ୍ଷୀରଟିଲ ଗୋପୀ କଣ କରୁଛ ଏ ତୃତୀୟ ପହର କ୍ଷୀରଟିଲ ନେଇ କାପାସେ ଥୋଇଥିଲ ଗୋପର ଗୋଇ ଘାଟରେ ଘାଟିଆ ପଚାରେଲ ଡାକୁଥିଲ ତରେଇ ଏ ଚତୁର୍ଥ ପହର କ୍ଷୀରଟିଲ ନେଇ କିସ କରୁଛ କେଉଁ ଦିଏ ଦଉଛ ଗୋଟି ଗୋଟି ଆଜି କହିବଲ ହରିବଂଶ ଚରିତ ପଞ୍ଚମ ପହର କ୍ଷୀରଟିଲ ଗୋପୀ ନେଉଛ ବହି ଗୋପପୁରରେ ଥୋଇ କିସ କରୁଅଛ କ୍ଷୀରକୁଲ ପଚାରୁଛି ତରେଇ ଏ ଷଷ୍ଠ କ୍ଷୀର ନେଇ ଗୋପିଏଲ କେଉଁ ଭାଣ୍ଡେ ରଖିଲ ତାକୁ କିସ କରିଲ ସତମ ପହର କ୍ଷୀରଟିଲ ରାଧା ବୁଝାଅ ଭଲ ଏ ଅଷ୍ଟମ କ୍ଷୀରଟି ନେଇଣଲ କାହା ପାଶରେ ଥୋଇ କିସ କରିଲ ନେଇ ଗୋଟି ଗୋଟି ଆଜି ଶୁଣିବିଲ ଘାଟେ ଅଛି ତରେଇ। ୟା ପରେ ଗୋଟେ ଅସୁବିଧାଟା ଆମ ଘରେ ଗାଇଥିଲେ ଯୋଉ ଉପର ଫଳ ମଝି ଫଳ ତଳ ଫଳକୁ ନେଇକି ସେଇଟା ଅସୁବିଧାଟା ଟିକେ କିଲୋ ଚିପାକୁ ଖାଇବି ଆଜ୍ଞା ଘାଟରେ ଘାଟିଆ ମାଗିଛି ପାହାନ୍ତାରୁ ସହଜେ ଉଠିକି ଆସିଛି ସହଜେ ତ ମୁଁ ହଉଛି କେଉଟିଆ ଆଜ୍ଞା ମିନ ମାରିଲେ ପେଟ ପୋଷେ ଏ ମିନ ଯଦି ନ ମାରିଛି ମୋ ଘର ଉପାସେ ଆଜ୍ଞା ପଞ୍ଚପରାଣୀ କୁଟୁମ୍ବ ସମସ୍ତେ ଅଛନ୍ତି ହେଲେ ସେଦିନ ତ ଆଜ୍ଞା ନକଦ୍ରୁବୁ କେତେ ମରୁଡି ମାରେ ଆଉ କୋଉ ସମ୍ପତ୍ତି ଘରେ ରୁହେ ଯଦି ମିନ ମାରିକି କିଛି ଆୟୋଜନ କରେ ତାହେଲେ ପରାଣୀ ଖାଆନ୍ତି ନହେଲେ ନାଇଁ ଉପବାସ ପାଣି ପିଇକି ଦିନ କାଟି ଆଜ୍ଞା ସେଦିନ ମୁଁ ପାଣି ପିଇ ଦେଇଛି ଘାଟରେ ନଦରା ଯାକ ବରାଦ ଅଛି ଟିକେ ସକାଳୁ ବାନ୍ଧା ବସେଇଥିଲି ଜାଲ ଖଣ୍ଡିକ ନେଇଛି ଦେଖିଲି ଟିକେ କାଳେ କାଟା ଆଡେ କାଳେ ମାଛ ମୁଛି ହବ ଏ ପାହାନ୍ତା ପରେ ମୋ ଜାଲ ଟିକେ ମୁଁ ଫୋପାଡି ଦେଇଛି ଏଇ ସମୟରେ ଗୋପୀଙ୍କର ଡାକ ଶୁଣି ଆଜ୍ଞା ମତେ ଭାରି ଭୋକ ହଉଛି ଯଦି ଭୋକ ହଉଛି ମାଗୁଛି ଯଦି ଦେବେ ତାହେଲେ ମୁଁ ଖାଇଦେଲେ ବଳ ହେଇଯିବ ପାର କରିଦେଇ
ଆଜ୍ଞା ଏଇଠି ମୁଁ ମାଗିଛି। କ'ଣ ମାଗିଲି? କହିଲା ଚିପାକୁ ଖାଇବି, ଫଟାକୁ ଖାଇବି, ଖାଇବି ତଳ ଫଳକୁ, କିଲୋ ଉପର ଫଳଟା ଖାଇବା ପାଇଁକି ଆଶା ବଳିଛି ମନକୁ, ଦେଲେ ଆଣି ପାର କରିବି ଯମୁନା ପାଣି, ଦେଲେ ଆଣି ଏ ଜାନୁ ଯୌବନ ମାଗି ନେଇ ଧନ, ମା ଭଉଣୀ ଅଛନ୍ତି କିଲୋ ବୃକ୍ଷର ଫଳ କି ମାଗୁଛି ତୁମ୍ବକୁ, ଗୋପେଲ ଭରା ମିଳୁଛି ଗପ ଗଇ ଘାଟେ ମାଗିଛି ଆଜି ତରେ, ଦିଅ ସହି କିଲୋ ଚିପା ଫଳ ଗୋଟି ଯିବ ପାକ ସେକି, ଫଟା ଫଳ ଯିବ ସ୍ୱାଦ, ତଳ ଫଳ ଗୋଟି ଉଦର ପଶୁଛି, ଉପର ଫଳଟି ହାଏ ପ୍ରାଣ ପାଏ, ଦିଅ ଗୋପ ବହୁ ଝିଏ ପ୍ରାଣ ପାଏ କିଲୋ ଗୋପପୁର ନଦୀ ପଠା ତୋର ଭରା, ବୃକ୍ଷ ମାନ କି ରହିଛି ସେ ଫଳ ଦେଖିଣ ନଜର ମୋହର, କିଲୋ ବାରମ୍ବାର ତ ପଡ଼ିଛି, ଦେଲେ ସହି ପାର କରିଦେବି ମୁହିଁ, ଚିନ୍ତା ନାହିଁ ଚେଙ୍ଗ ବେଙ୍ଗ ମୋରା ନୁହଲ ମୁଁ କି ଝରା, ମୁଁ ପରା କୈବର୍ତ୍ତ ପିଲା, ନନ୍ଦରାଜା ଯୋଗୁ ଏ ଘାଟେ ରହିଛି, ଘାଟିଆ ମୁଁ ଅଟେ ଭୋଲା, ଦିଅ ସହି ପାର କରିଦେବି ମୁହିଁ, ଚିନ୍ତା ନାହିଁ। ଆଜ୍ଞା ଏହି ଫଳ ମୁଁ ମାଗିଛି। ଆଜ୍ଞା ମତେ ଗୋପମାନୀ ଯଦି ଗୋପପୁରରୁ ତୋଳିକିରି ଆଣିକି ଦେଇଦେବେ, ମୁଁ ଚେଙ୍ଗ ବଙ୍ଗ ମାରିବା ଦିବର ନୁହେଁ। ଦାଦା ଆପଣ କି ଅଭିନୟ କରିପାରନ୍ତି? ମୁଁ ଏଇ ହାଡ଼ି କରେ, ନାବିକ କରେ, ପତର ସୌରା ବି କେତେବେଳେ କେମିତି। ତାହେଲେ ପତର ସରା ଗୀତରୁ ବୋଧେ ଆମେ ଆରମ୍ଭ କରିବା, ଆମ ଦର୍ଶକମାନେ ଶୁଣିବାକୁ ଚାହିଁବେ। ଦୁର୍ଗା ଜନ୍ମ ଲକ୍ଷଣ, ଠିକେ ପଦ କହିବି ପୁଣ, ସତ୍ୟ ଯୁଗେ ଆଜ୍ଞା ଜନ୍ମ ମୋହର, କଳ୍ପନା କଲେ ବ୍ରହ୍ମା ସର୍ଜିଲେ, ଆଜ୍ଞା ବରୁଣ ପୁତ୍ର ସୌରାଣୀ ତ, ଦୁଇ ପରାଣୀ ଜନ୍ମିଲୁ ପୁଣି, ହେ ମୁଁ ତ ପତର ସୌରା ଜାତି ହେ ସୁଜ୍ଞନର, ଆଜ୍ଞା ତ୍ରେତା ଯୁଗେ ପିତା ବସୁ ଶବର, ମାତା ପଦ୍ମାବତୀ ଅଟଇ ମୋର, ସେହି କାଳେ ମୋର ଜନ୍ମ ଧାରଣ, ଧନୁଷର ଧରି ବୁଲେ କାନନ, ରାମ ମୈତ୍ର ଗଲେ ବନସ୍ତ, ସୀତାଙ୍କୁ ନେଲେ ରାବଣ ମୋଲା, ଲଙ୍କାରେ ବିଭୀଷଣ ରାଜା ହେଲା, ଆଜ୍ଞା ତ୍ରେତା ଯୁଗ ବହିଗଲା, ହେ ଆଜ୍ଞା ତ୍ରେତା ଯୁଗ ବହିଗଲା ଏ ସୁଜ୍ଞନର, ଆଜ୍ଞା ଦ୍ୱାପରେ ଯାରା ସବର ହୋଇଲି, ସିଆରି ବନେ କୃଷ୍ଣକୁ ଭେଟିଲି, ବିନ୍ଧିଲି ସର କୃଷ୍ଣ ପାଦର, ପାଦେ ବାଜିଲା ପାପ ମହେଲା, ପାଦେ ପଡ଼ିଣ କଲେ କାରଣ, ସେ ନାରାୟଣ ପିତୃଋଣ ତୋର ହେବ ମୋଚନ, ହେ ବୃଥା ଭାବନା ନ କର ପୁଣରେ ଯାରା ବୀର, ଆଜ୍ଞା କଳି ଯୁଗେ ବାସ ନୀଳାଚଳରେ, ସେବା କରି ଦିନ ଯାଏ ଭିତିରେ, ଗୁହାରି ନ ଶୁଣ କର୍ଣ୍ଣ ପଥରେ, ବିଷୟ ବାସନା ବୁଲିଲ ବାରେ, ହେ କରି କରାଏ କଳି ଯୁଗରେ ସୁଜ୍ଞନରେ, ଆଜ୍ଞା ବଗ ଜଲବାନା ପିନ୍ଧିଛି ମୁଇଁ, ତ୍ରିଭୁବନେ କ୍ଷେତ୍ରୀ ମୋ ଠାରୁ ନାହିଁ, ଭୂଷଣ୍ଡ ପରାଏ ହାସ୍ୟ ମୋର, ଜିଣୁ ଥାଏ ନୀତି ଲଙ୍କା ନଗର, ବଜାରେ ବଜା ଢୋଲିଆ ବଜା, ହେ ମୁଁ ତ ନାଚିବି ସୌରା ରାଜାରେ ବଜା ବାଜା, ଆଜ୍ଞା ଜିଲ୍ଲା ଢେଙ୍କାନାଳ ଅଟେ ମୋହର, ଢେଙ୍କା ସବରରେ ନାମ ମୋର, ଆଜ୍ଞା ନୀତି ନିରନ୍ତର ବୁଲେ ଏଥର, ନିଜେ ପୂଜା କରେ ଚନ୍ଦ୍ରଶେଖର, ଆଜ୍ଞା ବିତି ଯାଏ ଦିନ ମୋର, ହେ ସୁଜ୍ଞନର,
ଆଜ୍ଞା ସୌରାଣୀ ମୋର ସଙ୍ଗରେ ଥାଇ ନୀତି ଆନନ୍ଦରେ ଦିନ କାଟଇ ବୃକ୍ଷ ଫଳ ମାନ ଆଣଇ ତୋଳି ନେଇ ବିକେ ମୋର କି ସୌରାଣୀ ହେ ମନେ ପଡ଼ିଲେ କରେ ବାଡ଼େଣି ହେ ମନେ ପଡ଼ିଲେ କରେ ବାଡ଼େଣି ଏ ସୁଜ୍ଞନରେ ଛୌରାଣୀକି ଡାକିବା ଗୀତ ବୋଧେ ଗାଆନ୍ତ। କ୍ଲଗ ଜଗମନି ତୁ ହେଲୁ କି ବାଇ ଡାକିଲେ ପାଶକୁ ନ ଆସୁ ତୁହି ଏ ବିଷ୍ଣୁ ପରା ଲୋକ ଲକ୍ଷ୍ମୀକୁ ନେଇ ବୃନ୍ଦାବନରେ ରମଣ କରଇ ଆସରେ ସହି ତୁ ଓଢ଼ଣା ଦେଇ ଭାଗବତେର ସରସ ମିଳେଇ ଏ ନର୍ତ୍ତକୀ ହୋଇ ସଭାରେ ରହି ସାଧୁ ଜନ ମନ ନବୁ ବୁଲେଇ ଏ ସଖୀ ବସିଛନ୍ତି ସଖୀ ବସିଛନ୍ତି ତତେ ଚାହିଁରେ ପ୍ରିୟ ସଇ। ଯାହା ହଉ ବହୁତ ବହୁତ ଧନ୍ୟବାଦ। ଆପଣ ଯେତେବେଳେ ମେହେନ୍ତର ଅଭିନୟ କରନ୍ତି ହାଡ଼ି ରୋଲ ସେତେବେଳେ ହାଡ଼ିଆଣିକି ଡାକିଲା ଭଳିଆ ଗୀତ କ'ଣ ଥିଲା? ହାଡ଼ିଆଣି ହାଡ଼ିଆଣିକି ଡାକେ ଏ ମହିଳା ନାରୀ ରତନ ଶାସକ ଜନତା ଅଟଇ ପୁଣ ନାରୀ ରତନ ଆସ ଚଢ଼ି ଯିବା ବ୍ୟମୋଜନ ନାରୀ ରତନ ସରୁଚି ନା ଗୁଞ୍ଜା ମାଳି ମଣ୍ଡା ବଉଦି ଆଖର କୋଇଲି ରେ ଅନାମିକା ଆଲି ଆସ ତୁ ନ କରି ଶଙ୍କା ମୋ ଅନାମିକା ଆସମ ମଧୁମାଳତୀ ରେ ଆସମ ମଧୁମାଳତୀ ମାଡ଼ି ଆସୁଅଛି ବରଷା ରାତି ମଧୁମାଳତୀ ତୋର ପତିଲ ମୁକି ଡାକୁଛି ରେ ରସବତୀ। ଆମର ଯାହା ପତି ଉତ୍ତର ଅଛି ଯେଉଁ ଆମର ଯେତେବେଳେ କୁହନ୍ତି ସୌରାରେ ପିତା ଉଦାଳକ ଲକ୍ଷ୍ମୀ ମାତା ସୌରା ରାଜା ମୋ ଜଗତେ ଜିତା ଏଇଟା କୋଉ ଯୁଗର କଥା? ଶୁଣ ଉଦାଳକ ହଉଛି ଆମର ଦ୍ୱାପର ଯୁଗ ହଉଛି ଜାରା ତୃତୀୟରେ ହେଲା ବସୁ କଳିରେ ତ ଆମେ କହିଛି ଯେ ସିଏ ଜନ୍ମ ହେଇଛନ୍ତି ନିଜେ ପ୍ରଭୁ। ଆମେ ଯଦି ନେବା ରାମାୟଣକୁ ଧରିବା ବାଳି ସୁଗ୍ରୀବ ଆଡ଼େ କଥା ଯିବ ତାହେଲେ ସେ ଲାଇନ କି ଯିବ ନାହିଁ। ଯଦି ଆମେ ସର୍ଜନା ଗୀତଟାକୁ ଧରିକି ଗାଇବା ତାହେଲେ ପୃଥ୍ୱୀ ସର୍ଜନା ଭିତରେ ସିଏ ବି ହେଇଛନ୍ତି ଯାହା ଆମେ ତାଙ୍କ ତା ପରିଚୟରେ ଗଲେ ସେ ଲାଇନ କି ଯିବ। ଆପଣଙ୍କୁ ଏବେ ବୟସ କେତେ ହେଲାଣି? ବୟସ ମତେ 53 ଚାଲୁଛି। ତାହେଲେ ବିନ ଶାରୀରିକଠୁ ଆପଣ ବଡ଼ ବୟସରେ ବଡ଼। ହଁ ମତେ 53 ଚାଲୁଛି। ବିନାୟକା ବି ନାବିକରେ ପୁରା ବିନାୟକା ସାଙ୍ଗରେ ବି ଲାଗିଛି ମୁଁ 3ଟା ଷ୍ଟେଜ। ଆପଣଙ୍କୁ ଏବେ ଯେଉଁ ନାବିକ ମାନେ ଏବେ ଅଭିନୟ କରୁଛନ୍ତି ଏବେ ଆପଣଙ୍କର ପସନ୍ଦର ନାବିକ କିଏ? ମୋର ଟିକେ ସେଇ ଗିରିଶଟି ହେଉଛି ପସନ୍ଦ। ଗିରିଶ ଭାଇ ନାଇଁ କି ଦଣ୍ଡ ଜଗତରେ ଯାଇକି ତାକୁ ମାଲୁମ କିଛି ହେଇଗଲାଣି ପିଲାକୁ ସେ ପୁଅ ବି ଟିକେ ଉତ୍ତୀର୍ଣ୍ଣ ହେଇପାରିବ ଆଗକୁ ବି ଆହୁରି ଯାଇପାରିବ। ଏଥିରେ ଆମର ଡିହା ଗାଲୁଆ ଆଉ ପାଠ ନ ଶିଖି ଗୋଟେ ଗାଲୁ କରିବା ଏଟା ଭଲ ନୁହେଁ। ନାବକେଳି ତ କହିଲେ ପୂର୍ବାତନ ନାବକେଳି କହିଲେ ତ ସେ ବଡ ହଇରାଣ କଥା। ସେତେବେଳେ ତ ଲୁଗାରେ ନାବ ହୁଏ ଲୁଗାରେ ଧୋତିରେ ତ ନାବ ଏଠାରେ ଲୁଗା ବେରେଇ ଦଉ ଆମେ ସେ ଗଲା 1ରେ 2ରେ ଏବେ ନାବ ଆଗରୁ କୁଆଡେ ନାବ ନଥିଲା ପୁରା ଖାଲି କାତଟି ଧରିକି ନାଇଁ ଲୁଗାଟା ନାବ କରାଯାଏ। କେମିତି କୋଉଥିରେ ବନ୍ଧାଯାଏ? ଏଇଟା ଛନ୍ଦି ଦିଆ ହବ ତା ଭିତରେ ଗୋପୀ ପଶିବେ ଆଗରେ ନାବିକ ଚାଲିଥିବ ଲୁଗା ଅଣ୍ଟାଟେ ପାଦ ଟିକେ ହୋଳିଥିବ। ହଁ କି? ହଁ ଆଚ୍ଛା ଆଚ୍ଛା। ଆମର ସେତେବେଳେ ଧୀବର ଅଲଗା ଏବେ ଧୀବର ଛାଟେଣି ଅଲଗା। ଏବେ ଧୀବର ସବୁ ଆମର ଭଣ୍ଡ ଗାଇଲେ। ତାହେଲେ ଏବେକା ଯୁଗରେ ଆପଣଙ୍କୁ ଗାଉନାହାନ୍ତି ଭଣ୍ଡ ଗାଇଲେ। ଏଇ ସମୟରେ ଆପଣଙ୍କୁ ଗିରିଶ ଭାଇ ପସନ୍ଦ ନାଇଁ କି? ଆଉ ତାର ଟିକେ ତା ଛଟକଟା ଅଲଗା ରହୁଛି। ତାଙ୍କ ଗୁରୁ ହଉଛନ୍ତି ଆମ ଢେଙ୍କାନାଳ ଜିଲ୍ଲାର ଦଣ୍ଡଗୁରୁ ଯିଏକି ରାଜ୍ୟସ୍ତରୀୟର ବି ଦଣ୍ଡଗୁରୁ ନିର୍ମଳ ଚନ୍ଦ୍ର ନାୟକ। ଘର ହେଉଛି ଚରଡ଼ଗାଡ଼ିଆ, ଜିଲ୍ଲା ଢେଙ୍କାନାଳ, ବ୍ଲକ ଓଡ଼ାପଡ଼ା। ନିର୍ମଳ ସାର୍ଙ୍କ ବିଷୟରେ କ'ଣ କହିବେ? ନିର୍ମଳ ତ ପ୍ରାୟ ଆମେ ତ ସାକ୍ଷାତ। ତାପରେ ସିଏ ଗାଉଛି ବିଦ୍ୟା ଶିଖିଛନ୍ତି କେତେ ପାଟି ଶିଖେଇଲେଣି ମାଷ୍ଟର ବି ହେଇଗଲେଣି ଆମର ଏବେ। କିନ୍ତୁ ହେଲେ ସୁଦ୍ଧା ଅଯୁକ୍ତି ବେଳେ ବେଳେ ସେଇଟାକୁ ଯୁକ୍ତି କରିକି ରଖୁଛନ୍ତି।
ଏବେ ସେତେବେଳେ ଆପଣଙ୍କ ଅମଳରେ ନାବିକ ସବୁ କିଏ କିଏ ଥିଲେ ପସନ୍ଦର? ମୋ ନାଗିବା ଭିତରେ ମୁଁ ଦେଖିବା ଭିତରେ ଆମର ତ ଅନୁଗୁଳ ଏପଟକୁ ଆସେନି। ଆଜ୍ଞା ଯାହା ଆମର ଢେଙ୍କାନାଳ ଭିତରେ ଖେଳ ଚାଲେ। ଆମର ଗୋଟେ ହଉଛି ତରଭା, ଆଜ୍ଞା ସେଠି ଆମର ସେ ପିଲା ଅବଶ୍ୟ ଚାଲିଗଲାଣି। ଆଜ୍ଞା ସିଏ ଥିଲା ତା ନା ହେମନ୍ତ ବୋଲି ସେ ପିଲାଟି। ତାପରେ ଆମର ସେଇ କରେ ଭାଟ କାଟେଣି ଆଜ୍ଞା ଆମର ନାୟକ ପିଲାଟିଏ କରେ, ତା ନା ବି ରଞ୍ଜନ। ତାପରେ ତିଳପଙ୍ଗା ଭାଗି ସାରକୁ ଚିହ୍ନିଛନ୍ତି? ହଁ ହଁ, ସେ କେମିତି କ'ଣ ଲାଗନ୍ତି ସିଏ ଆପଣଙ୍କୁ? ଶୁଣ ସେମିତି ତ ଧରିଲେ ଭାଗି ସାରଙ୍କର ଭଲ ଥିଲା। ଶରତ ମାଷ୍ଟର ମରିଗଲେ, ଆଜ୍ଞା ତାଙ୍କର ସାଙ୍ଗରେ ବି ଯୋଗାଯୋଗ ମୋର ଯୋଡ଼ିଏ ଷ୍ଟେଜ୍ ହେଇଥିଲା। ତାକୁ ମାରିଦେଲେ ଆମର ଏଇମାନେ ଔଷଧ କରିକିରି। ହେଠୁ ତାପରେ ବି ହରିହର ସାରକୁ ଜାଣିଛନ୍ତି? ହଁ, ହରିହର ସାର୍ ତ ମୋର କିଛି ନହେଲେ ଗୁରୁ, ତାଙ୍କ ପାଠ ମୋ କତିରେ ଅଛି। ଆଜ୍ଞା ହରି ସାରଙ୍କର ମୋ କତିରେ ଅଛି। ଗୁରୁଙ୍କର ଗୁରୁ ଆଉ ବୋଲି ମୋର ତାଙ୍କୁ ଦେଖିନି କୋଟି କୋଟି ନମସ୍କାର ମୋର ମୋ ଗୁରୁମାନଙ୍କୁ। ମୋର ଗୁରୁ ବିଦ୍ୟା ଅଛି ଶ୍ରୀଧର ମାଳି, ଅଛି ଟଙ୍କଧରର, ଅଛି ମଙ୍ଗୁଳୁର, ସୁଷେଣ ଅଛି ସାର୍? ଆମର ସଂସାରୀ ବହିର। ସୁଷେଣ ସାରକୁ ସୁଷେଣ ଜାଣିଛନ୍ତି? ସାରଙ୍କର ତଥାପି ସୁଷେଣ ସାର ଆସିସିନି ମତେ ଶିଖେଇବାକୁ ଆସିଥିଲେ। ଯେମିତି ଦେଖିଲେ ମୋ ଗାଇବା ପାଇବା, ସେ ଅବଶ୍ୟ କହିଲେ ସର ତତେ କ'ଣ ଶିଖେଇବି ବାପା, ତୁ ତ ଓଲଟି ପ୍ରଶ୍ନ ଦଉଛୁ, ମୋ ମୁଣ୍ଡ ଘାମୁଛି। ହଉ, ତଥାପି ତାଙ୍କ ଗୀତକୁ ମୋର ଧନ୍ୟ। ତାଙ୍କ ବାବାଜୀଟି ମୋର ଭାରି ପସନ୍ଦ। ସୁଷେଣ ସାରଙ୍କର ନାଇଁ କି? ସୁଷେଣଙ୍କ ସାରଙ୍କ ବାବାଜୀ ଭଳିଆ ଅନୁଗୁଳ, ଢେଙ୍କାନାଳ, ବ୍ରହ୍ମପୁର ବି ନାହିଁ। ଆଚ୍ଛା, ତାଙ୍କ ବାବାଜୀ ପଦ ତ ନାହିଁ। ବାବାଜୀ ପଦ ପଚାରିଲେ ଯେତେ ବାବାଜୀ ସେ ପେଣ୍ଟିଂ ରୁମରୁ ବାହାରିବେ। ଆପଣଙ୍କୁ ରସାନନ୍ଦ ସାରକୁ ଜାଣିଛନ୍ତି? ହଁ, ରସା ସାର କେମିତି କ'ଣ ଲାଗନ୍ତି? ରସା ସାରେ ନାହିଁ, ଭଲ, ତାଙ୍କ ବିଦ୍ୟାଟା ବି ଭଲ। ଦ୍ରୋଣ ସାରେ? ଦ୍ରୋଣ ସାରେ ତ ମୋ ଗୁରୁ, ଯାହାହେଲେ ନ ଶିଖାନ୍ତୁ ଦ୍ରୋଣ ସାରେ ଆମ ବାପ ଥିଲେ। ଦ୍ରୋଣ ସାରେ ଆମ ଗାଁ ଦଣ୍ଡଗୁରୁ ଦ୍ରୋଣ ଆମ ସାରେ ଗାଁରେ ବି ଶିଖେଇଛନ୍ତି। ସିଏ ମୋ ଷ୍ଟେଜରେ 3-4ଟା ଷ୍ଟେଜ ମୋର ଜଜମେଣ୍ଟ କରିଛନ୍ତି। ଦ୍ରୋଣ ସାରେ ଏବେ ବି ଜଜମେଣ୍ଟ କରୁଛନ୍ତି। ଦ୍ରୋଣ ସାର୍ ତ ସେ ହଉଛନ୍ତି ଆମର ଫେମସ ବୀଣାକାର। ବୀଣାକାର ନାଇଁ କି? ହଁ ହଁ, ବାଇଧନିଆ ଗୁରୁ ଠିଆ ହେଇଥିବେ ମାନେ କୋଟି କୋଟି। ସିଏ ଖାଲି ସର୍ତ୍ତ ନାଁ ଶୁଣିଲେ। କଳାକାର ଭତ୍ତା ପାଇଁ କିଛି ଆବେଦନ ରଖିଛନ୍ତି ନା? ନାହିଁ, ରଖିନି। ଏବେ ପିଲା କ'ଣ କହୁଛନ୍ତି ଦେବା ପାଇଁ, ଫର୍ମ ପକେଇବା ଦେଖି। ଆଚ୍ଛା, ଗଭର୍ଣ୍ଣମେଣ୍ଟର ସମସ୍ତେ ହଁ, ଆମ ଯେଉଁମାନେ ପାଖକୁ ଦେଖୁଛନ୍ତି। ବି ଆସିଲେଣି, ଆମର ଏଠି ଜଜ ଆଜ୍ଞା। ମିଟିଂ ହେଲାଣି। ଆଜ୍ଞା, ଦେଖିବା ଆଉ ତାଙ୍କ କୃପା ଯାହା ଥବ, ଈଶ୍ୱରଙ୍କର ଯାହା ବି ଥବ। ଆଗକୁ କେବେ ଏଇ ନାବିକ ଯଦି ଗାଁରେ ଯଦି ଅନୁରୋଧ କୋଉମାନେ ଗାଁ ଗ୍ରାମବାସୀନ କରନ୍ତି? ନାହିଁ, ଗାଉଛି। ଯୋଉ ଗାଉଛନ୍ତି? ଜାଗା ଦେଖିଛନ୍ତି ସେ ଛାଡୁନାହାନ୍ତି। ହାଡିର ନିଶ୍ଚିନ୍ତ ସିଏ କହିବେ ନା, କହିବେ ଶଳା ଢେଙ୍କାନାଳ ଭିତରେ। ଦାଦା ଆପଣ କାମନା କାଳୀ ନାଇଁ କି? ହଁ, କାମନା କାଳୀଙ୍କର ଗୋଟେ ବନ୍ଦନା ଗାଉନାହାନ୍ତି? ଯେମିତି ବାଲୁକା ପୂଜା କଲା ବେଳକୁ ବନ୍ଦନାଟି ଗାଆନ୍ତି, କି ଧୂଳି ଦଣ୍ଡ ଶେଷ ହେଲା ବେଳକୁ ଯେଉଁ ବନ୍ଦନାଟି ଗାଆନ୍ତି, ଏମିତି ଗୋଟେ ବନ୍ଦନାଟେ ଗାଉନାହାନ୍ତି? ବନ୍ଦନା ଟିକେ ଆଗ ପଛ ହେଇଯିବ, ନହେଲେ ଶିଖିଛି ପଦେ ଗୋଟିଏ ଲାଇନ। ଆମର ତ ସେଥିରେ କ'ଣ, ଆମର ଗୋଟେ ଗାଉ ଆମେ ଦାଣ୍ଡ ବନ୍ଦନାରେ। ବନ୍ଦଇୟ ରୂପା ଅନାଦି ହେ ଠୁଳ ଶୂନ୍ୟ ବିହାରୀ, ଠୁଳ ଶୂନ୍ୟ ବିହାରୀ, ତୁ ବସି ଚରଣ ତଳରେ କରୁଅଛୁ ଗୁହାରି। ଏଇ ବନ୍ଦନା ଗାଉ, କାଳୀଙ୍କର ଗାଉ। ଜୟ ଜୟ ମାତ କାଳିକେ ଗୋ, ନର ମୁଣ୍ଡ ମାଳିକେ, ନର ମୁଣ୍ଡ ମାଳିକେ, ନାସା ତଟେ ଫୁଲ ବସଣି ମା, ଭକ୍ତ ଜନ ପାଳିକେ। ଏଇ ଗୀତ ଗାଉ। ଆଉ ଗୋଟେ ବନ୍ଦନା ବି ଗାଉଥିଲୁ ଆମର ସେଇ ଶ୍ରୀଧର ମାଳିର। କୋଉଟା ନା ଆମର ଏଟା ଗାଆନ୍ତି, ମାତ ଦର୍ପଦାୟିକା ମାଲଗିରି ନାୟିକା, ମାଗୋ ଦର୍ପଦାୟିକା ମାଲଗିରି ନାୟିକା, ନୈବେଦ୍ୟ ଦେଲି କର, ନୈବେଦ୍ୟ ଦେଲି ତୋର, ଚରଣେ ଏକା ମାଲ ଦର୍ପଦାୟିକା। ରାମ ଲଙ୍କା ଗଡ଼ରେ ତତେ ଡାକିଲେ ବାରେ, ସାହା ହେଲୁ ତାଙ୍କୁ ଯାଇ, ସାହା ହେଲ ତାଙ୍କୁ ଯାଇ, ନାଗ ପାଶରୁ ରକ୍ଷା ମାଲ ଦର୍ପଦାୟିକା। କଳା ଦାସ କଲା ଭାରତ ଶେଷ,
ମୂର୍ଖ ସାରଳା ଦାସ କଲେ ଭାରତ ଶେଷ ତାଙ୍କୁ ଆଶୀର୍ବାଦ ଦେଇ ତାଙ୍କୁ ଆଶୀର୍ବାଦ ଦେଇ କଲ ବିପଦୁ ରକ୍ଷା ମାଗୋ ଦର୍ପଦାୟିକା ଏଇ ବନ୍ଦନା ଗାଉଛୁ ଆଉ। ଯାହା ହଉ ଧନ୍ୟବାଦ ଦାଦା, ଆମକୁ ଆଜି ଆପଣ ଏତେ ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ଏମିତି ଆମେ ଆପଣମାନଙ୍କୁ ଲୋକଲୋଚନକୁ ଆଣିପାରୁଛୁ ଯେ କି ଆଜି ଆପଣଙ୍କ ଭଳି କେତେ ଜଣ ଆମର ବି ଏବେ ଆଉ ଗୋଟେ କଥା ରହିଯାଉଛି। ଆଜ୍ଞା, ଆମର ଚଢେଇ ଆଜ୍ଞା ବାହାରୁନା। ଏଇଟା ପା ବାଦ। ହଉ 13 ଭକ୍ତଙ୍କୁ ନେଇକିରି ଦଣ୍ଡ କାହା ଯୋଗୁ? ଏବେ ଚଢିଆ ବି ବାହାରିଲେଣି, ଆପଣଙ୍କୁ ଦେଖେଇଦେବି ଭିଡିଓ। ଦଣ୍ଡ କାହା ଯୋଗୁ? ଏବେ ରାଣୀଗୁଡା ପେଣ୍ଡାଲରେ ହଉଥିଲା ବାଇକ୍ ସିଲ୍କଅପ୍ ମ୍ୟାଚ୍। ଯେ ପ୍ରଥମ ଦିନ 2ଟି ପାର୍ଟି ନାଚିବେ, ଗୋଟିଏ ପାର୍ଟି ହାରିବ, ଗୋଟିଏ ପାର୍ଟି ଜିତିବ। ସେକେଣ୍ଡ ଦିନ 2ଟି ପାର୍ଟି ନାଚିବେ, ଗୋଟିଏ ପାର୍ଟି ହାରିବ, ଗୋଟିଏ ପାର୍ଟି ଜିତିବ। ପ୍ରଥମ ଯୋଉ 2 ଦଳ ଜିତିଥିବେ ଫାଇନାଲ ଦିନ 2ଟି ବାଇକ୍ ରହୁଛି, ଗୋଟେ ସ୍ପ୍ଲେଣ୍ଡର ପ୍ଲସ୍ ଗୋଟେ ଗ୍ଲାମର ହେଲା। ଏ 2 ଜଣ ଫେରେ ଲାଗିବେ। ଯିଏ ଚମ୍ପିଆନ ହବ ସେ ଗ୍ଲାମରଟା ନବ, ଯିଏ ରନର୍ସ ଅପ୍ ହବ ସେ ସ୍ପ୍ଲେଣ୍ଡର ପ୍ଲସଟା ନବ। ଆମର ସେଇଠି ଚଢିଆଣି ଆମର ଥିଲେ ଯୋଉ କୁଡୁଲୁରୁ ଅନୁଗୁଳ ସଂଘର ବିଚାରକ ବିପିନ ସାର୍, ତାଙ୍କ ନାଁ ହଉଛି ବିପିନ ପ୍ରଧାନ। ସେ ଯିଏକି ଚଢିଆ ଅଭିନୟ କରିବା ପାଇଁ ଦେଇଥିଲେ। ନା ଚଢିଆ ଚାଲିଲାଣି ଏବେ ଦଣ୍ଡକୁ ନେଇକିରି ଆମର ଚାଲିଛି ଏଇ ସମସ୍ୟା ବା ଯୋଉ ନୃତ୍ୟ। ଆମର ତ ଦଣ୍ଡ ନାଚ ନୁହେଁ। ଯୋଉ 13ଟି ପାର୍ଟ ଭିତରୁ ମେନ୍ ପାର୍ଟ କୋଉଠିକି ଧରାଯାଏ? ମେନ୍ ରୋଲିଓ ରହୁଛି ଚଢିଆକୁ ନେଇକିରି କିବଦନ୍ତୀ ନା। କାରଣ ଚଢିଆର କାଠ ମୁଣ୍ଡରେ ନେଇ ଆମେ ତାକୁ 13 ଦିନ ଯାତ୍ରା କରିଛେ। ବା ପ୍ରଭୁଙ୍କର ଯୋଉ ତାଣ୍ଡବ ପ୍ରଭୁ ଈଶ୍ୱର କରିଛନ୍ତି ତାଙ୍କ ସାଙ୍ଗରେ ଏଇ ବ୍ରତ ନୀତି ଆମେ କରିଛେ। ଯାଇକି ପ୍ରଥମେ ଯେତେବେଳେ ଦଣ୍ଡ ଆରମ୍ଭ ହେଲା କୋଉ ଯୁଗରୁ ଆରମ୍ଭ ହେଇଛି? ସତ୍ୟ ଯୁଗ ନା ଦ୍ୱାପର ନା ତ୍ରେତୟା? ଆମେ ତ ସେମିତି କହିପାରିବାନି, କିନ୍ତୁ ଏ କାହାଣୀ କହୁଛି ସତ୍ୟରୁ। ସେତେବେଳେ 13 ଭକ୍ତ ମାନେ କିଏ କିଏ ହେଇଥିଲେ? ସିଏ ଆମର ଇନ୍ଦ୍ରଙ୍କର 5 ପୁତ୍ର ଥିଲେ। ଆଜ୍ଞା। କୁବେରଙ୍କର 3 ପୁତ୍ର ଥିଲେ। ବ୍ରହ୍ମାଙ୍କର 5 ପୁତ୍ର ଥିଲେ। ଏଇ 13 ଜଣକୁ ଈଶ୍ୱର ମାଗି ତାଙ୍କୁ ନେଇକିରି ବ୍ରତ ଆନତି କରିଛନ୍ତି। ବା ମାତୃହରଣ ଦୋଷରୁ କିଛି ମୁକ୍ତି ହେବା ପାଇଁ ପ୍ରଭୁ ନିଜକୁ ନିଜେ ଭିଆଇଛନ୍ତି। ଆଜ୍ଞା, ଯାହା ହଉ ବହୁତ ବଢିଆ ଲାଗିଲା। ଏମିତି ଦାଦା ଯେତେବେଳେ ମୁଁ ୟୁଟ୍ୟୁବ ଚ୍ୟାନେଲଟି ଆରମ୍ଭ କରିଥିଲି, ପ୍ରଥମେ ଢେଙ୍କାନାଳ ଜିଲ୍ଲାରେ ବହୁତ ଗୁଡ଼ାଏ ପାର୍ଟି ଅଛନ୍ତି ଯେ କି ଢେଙ୍କାନାଳ ଜିଲ୍ଲାରେ ପାର୍ଟି ଥିଲେ, କିନ୍ତୁ ଲୋକଲୋଚନକୁ ଆସିପାରୁନଥିଲେ। ଲୋକ ଶୁଣିଥିଲେ ହଁ ଏଇଟା ଗୋଟେ ପାର୍ଟି ଅଛି ବୋଲି, ହେଲା କି। ଯେତେବେଳେ ମୁଁ ୟୁଟ୍ୟୁବ ଚ୍ୟାନେଲଟି କଲି, ମୁଁ କହିଲି ନାହିଁ କିଛି ନହେଲେ ଆମ ଢେଙ୍କାନାଳ କଳାକାରମାନେ ହାଇଲାଇଟ୍ ହେବେ, ଆମ ଢେଙ୍କାନାଳ ପାର୍ଟିମାନେ ହାଇଲାଇଟ୍ ହେବେ। ସେଥିପାଇଁ ମୁଁ ଗୋଟେ ୟୁଟ୍ୟୁବ ଚ୍ୟାନେଲଟେ କରିଦେଇଥିଲି। ଆମର ତ ଏଇଟା ନ କଲେ ଆମର ଅନୁଗୁଳ ଆମର ଜାଣିବା କଥା ଯେ ସେ ଆମଠୁ ଭାଗ ହେଇଛନ୍ତି। କାରଣ ସେ ଆମ ଗୋଷ୍ଠୀରେ ଆଗରୁ ଥିଲେ। ଢେଙ୍କାନାଳ ଜିଲ୍ଲା ବୋଲି ଅନୁଗୁଳ ଗୋଟେ ଜିଲ୍ଲା ନଥିଲା। ଆମର ଏବେ ଅନୁଗୁଳ ହେଇଛି ଜିଲ୍ଲା, କିନ୍ତୁ ଆମ ଅନୁଗୁଳିଆ ସମସ୍ତେ ଆସିକି ଢେଙ୍କାନାଳିଆ କହୁଛନ୍ତି। କିନ୍ତୁ ଢେଙ୍କାନାଳିଆ ଢେଙ୍କି ପାହାଡ଼ଟା କେଡ଼େ ଗର୍ଜନ ଅନୁଗୁଳ ବି ଜାଣିପାରୁନି। କାରଣ ଢେଙ୍କାନାଳ ବିହନରେ ଗଡା, ସେପଟେ ଢେଙ୍କାନାଳକୁ ଚାଚଲ୍ୟ। ସେଥିପାଇଁ ମୁଁ ହଉ ଏତିକି ମୁଁ କହିବି, ଢେଙ୍କାନାଳ ଅନୁଗୁଳ ଦାଦା ଯାହା ହେଲେ ବି ଭାଇ କେମିତି ଭାଇ କଣ ମୁଁ କହିବି, ଢେଙ୍କାନାଳ ବାପା ହେଲେ ଅନୁଗୁଳ ପୁଅ, ହେଲା କି। ହେଲେ ବି 2 ଜିଲ୍ଲାର ସମସ୍ତ କଳାକାରକୁ ଆମେ ସମ୍ମାନ ଦେବା। ସମସ୍ତ ଏଇ ଯୋଉ କେତେ ଜଣ ଅଛନ୍ତି ସଂଘଟାକୁ ଭାଙ୍ଗିବାକୁ ଚେଷ୍ଟା କରି ଅଲଗା ଅଲଗା କରିଦେଇଛନ୍ତି, ହେଲା କି। କେତେ ଜଣଙ୍କୁ ନେଇକିରି, ସମସ୍ତଙ୍କୁ ନାହିଁ, 2-4 ଜଣଙ୍କୁ କେତେ ଜଣଙ୍କୁ ନେଇକି ଏଇତକ ବିଭ୍ରାଷ୍ଟ ହେଇଛି, ନହେଲେ କିଛି ନାହିଁ। ସମସ୍ତେ କଳାକାର ସମାନ। ଆମର ତ ଆମେ ଚାହୁଁଛେ ଆମ ରାଜ୍ୟ ସାରା ରାଜ୍ୟ ସାରା ବି କଳାକାର ଯେତେ ଆମର ଯେକୌଣସି ସଙ୍ଗୀତ ହଉ, କୀର୍ତ୍ତନ ହଉ, ପାଲା ହଉ, ଦଣ୍ଡନୃତ୍ୟ ହଉ, ଯାତ୍ରାପାଟି ହଉ, ଘୋଡ଼ିକି ହଉ, ଦାସକାଠିଆ ହଉ, ଯେତେ ଆମର ଅଛି ନୃତ୍ୟକାର, ଏ ସମସ୍ତେ ହେଉଛନ୍ତି ଆମେ ଗୋଟିଏ ଏକ ଭାଇ। ବା ଗୋଟିଏ ମାର ମାତୃତ୍ୱ ଗର୍ଭରୁ ଆମେ ଗଢ଼ା। ଆମର ଯେମିତି ଢେଙ୍କାନାଳ ପଡୁଛି, ପୁଣି ଅନୁଗୁଳ ପଡିବ କି ବ୍ରହ୍ମପୁର ପଡୁଛି, ଆମର ଯୋଉ କିଛି ଜିଲ୍ଲା ପଡୁଛି କଳାକାରଙ୍କୁ ନେଇ, ଆମର ଯେମିତି ଜଗତସିଂହପୁର ଏକା ଲାଇନ ସବୁ ଆମର ଯାତ୍ରାପାଟି। କାହିଁକି ମୁଁ କହିବା କଥା
ଦାଦା ଗୋଟେ କଥା ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି ଆମେ ଯୋଉ ଆପଣମାନଙ୍କର ଭଳି ଅବସରପ୍ରାପ୍ତ କଳାକାର ଗାୟକମାନେ ଆପଣମାନଙ୍କୁ ଆମେ ଯୋଉ ଲୋକଲୋଚନକୁ ଆଣୁଛୁ ନୂଆ ନୂଆ କଳାକାରମାନଙ୍କୁ ବି ଲୋକଲୋଚନକୁ ଆଣୁଛୁ ଆପଣ ଏଇ ଆମ ୟୁଟ୍ୟୁବ ମାଧ୍ୟମରେ ମୋ ଚ୍ୟାନେଲକୁ ଆପଣ କ'ଣ କହିବାକୁ ଚାହୁଁଛନ୍ତି? ତମ ଚ୍ୟାନେଲକୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି କାରଣ ଆମର କିଛି ଲୋକ ଜାଣିପାରୁନଥିଲେ ଆଜ୍ଞା ଏବେ ଆଜ୍ଞା ଘରେ ଘରେ ସମସ୍ତଙ୍କ ପାଖରେ ତ ଏଇ ମୋବାଇଲ ରହିଗଲା ଆଜ୍ଞା ମୋବାଇଲରେ ସବୁ କିଛି ଜାଣିପାରୁଛନ୍ତି ଆଜ୍ଞା ଆଉ ଆକୁ ଆଜ୍ଞା। ଏଇ ଯାହାର ମୁଣ୍ଡରେ ପଶିଲା ଏଇ ନୀତି ଆଜ୍ଞା ଯେ ମୁଁ ଏମିତି ପ୍ରଭାବିତ କରିବି ସାରା ସଂସାର ବା ଓଡ଼ିଶା କି ଆମର ଜନସମାଜ ସମସ୍ତେ କିଛି ଜାଣନ୍ତୁ ଆଜ୍ଞା। ଏଥିରୁ କିଛି ବୁଦ୍ଧି ଶିଖନ୍ତୁ ଆଜ୍ଞା ବା କିଛି ବି ପିଲା ଏ ନୃତ୍ୟ କରିପାରନ୍ତୁ ଆଜ୍ଞା। ଏମିତି ଏ ଉନ୍ନତି ଚାଲିଥାଉ ଆଜ୍ଞା। ଏ ମାଧ୍ୟମରେ ତମ ଓଟିଭି ପାଇଁ ମୁଁ ବହୁତ ଖୁସି ଆନନ୍ଦିତ ମୁଁ ବି ସମାଜକୁ କହୁଛି ଚାହୁଁଛି ଯେ ତମମାନଙ୍କୁ ସମସ୍ତେ ବି ଏମିତି ନିମନ୍ତ୍ରଣ କରି ଏ ସମାଜକୁ ଦେଖେଇ ଦିଅନ୍ତୁ ଆମର ପାଲାଠୁ ଦାସକାଠିଆଠୁ ଗୁଡିକିଠୁ ଯେତେ ଅଛି ସଂସାରରେ ଆଜ୍ଞା ତମ ମାନଙ୍କର ସାହାଯ୍ୟ ସହଯୋଗରେ କିଛି ନହେଲେ କିଛି ଦାଦା ଏତିକି କହିବି ମୁଁ କହିବି ଦାଦା ବହୁତ ଲୋକମାନେ କହୁଛନ୍ତି କଳାକାରମାନେ ଯେ ଏଇ ୟୁଟ୍ୟୁବ ବାଲା ଆମର ନାଚ ଗୀତ ଭିଡିଓ କରିକି ଏମାନେ ଚଳୁଛନ୍ତି। ନାଇଁ 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 ଏଇ ଯୋଉ ଭାଇ ମାନେ ବା ଯୋଉ କଳାକାର ମୋର ବନ୍ଧୁ ମାନେ କହୁଛନ୍ତି ଆଜ୍ଞା ସେ ଅହଭାବରେ କହୁଛନ୍ତି ଆଜ୍ଞା କାରଣ ତାଙ୍କର ସେ ଜ୍ଞାନ ରଖିବା କଥା ଆଜ୍ଞା। ଆମେ ଆପଣଙ୍କୁ କେଇଟା ଟଙ୍କା ଆମେ ତମ ମାନଙ୍କୁ ଦେଇପାରୁଛୁ ଆଜ୍ଞା। ଆମେ ଦେଇପାରୁନୁ ତମ ଖର୍ଚ୍ଚ ତମ ଗାଡି ତେଲ ପଇସା ବି ଆମେ ଦେଇପାରିବୁନି ଆଜ୍ଞା ତମ ଖର୍ଚ୍ଚ କହିଲେ ଶଳା ସଫଳର ଦାମ ହେଲାଣି ଆସିକି 5 ଟଙ୍କା ତମେ ତ ଆମ ପାଖରେ ପହଞ୍ଚିଲା ବେଳକୁ ତମେ ଖାଉଛ ଦିନକୁ 50 ଟଙ୍କାର ସଫଳ ଆଜ୍ଞା। ତାର ଦାମ ବି ଆମେ ଦେଇପାରୁନୁ କିନ୍ତୁ ଭଗବାନ ବା ଈଶ୍ୱର ମା କାଳୀ ଦୁର୍ଗା ମଙ୍ଗଳା ଆପଣଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ ଏମିତି ଆପଣଙ୍କ ଚ୍ୟାନେଲ ଚାଲିଥାଉ ଏ ସାରା ସଂସାର ଜାଣୁ ମୁଁ ଏଥିପାଇଁ ମୋର ଅନୁରୋଧ ତମେ ଯୋଉ ଦି ଜଣ ଆମର କରୁଛ କିଛି କଳାକାର ଦାଦା କହୁଛନ୍ତି ଯେ ଆମ ଯୋଗୁ ସିଏ ନାଇଁ ଆମେ ତମ ଯୋଗୁ ତମେ ଆମ ଯୋଗୁ ଆଜ୍ଞା ଦି ସମସ୍ତେ ହାତ ନ ବାଜିଲେ ତାଳି ବାଜେନି ଆଜ୍ଞା ଦି ସ୍ୱାମୀ ସ୍ତ୍ରୀ ନହେଲେ ନେଗେଟିଭ ପଜିଟିଭ ନହେଲେ କରେଣ୍ଟ ଆସେନି ଆଜ୍ଞା ଆଉ କେମିତି ତମକୁ ଆମେ ଗୋଟେ ପ୍ରତିରୋଧ କରିବୁ ତମ ଯୋଗୁ ଆଜି ପୁରା ଚାରିଆଡେ ବ୍ୟାପି ଗଲା ଏଇ ଯୋଉ ଗୀତ ଗାଉଛନ୍ତି କ୍ୟାସେଟ ଗାଉଛି ମୋବାଇଲ ଗାଉଛି ମାଇକରେ ଗାଉଛି ରେଡିଓରେ ଗାଉଛି ଇଏ କୋଉଠୁ ଆସିଲା ଇଏ ଜାଣିଥିଲେ ଆମେ ବୁଢା ହେଲୁ ଆମ ପାଇଁ ଥିଲା ଆମ ପାଇଁ ଥିଲେ ଆଜି ଏମାନେ ପାଟି ଖୋଲୁଥାନ୍ତେ ଇଏ ହଗୁଥାନ୍ତେ ବିଦ୍ୟା ଶୁଣିକି ଆଜ୍ଞା ଆଉ ଇଏ କଣ ଆସିକିରି ବେଙ୍ଗ ମାରୁସୁନି ଆପଣଙ୍କ ବେଳକୁ ୟୁଟ୍ୟୁବ ନଥିଲା ନାଇଁ ଏ କ୍ୟାମେରା ନେବେ ଖୁସିରେ ଟୋକାଳିଆ ଫଟୋ ଯେମିତି ଷ୍ଟୁଡିଓ ବାଲା ଯିବ କ୍ୟାମେରା ନେଇକି ଉଠେଇବ ଆଜ୍ଞା ସେତିକିବେଳେ ସେ ଆମକୁ ଖୁସିରେ ଉଠେଇକି ନିଅନ୍ତି ଭାଇ ତ ଫଟୋ ରଖିବ ଆଜି ଟାଇମରେ ଆମ ଭଳିଆ କ୍ୟାମେରା ଲାଗୁଥାନ୍ତା ସବୁଦିନ ଏମିତି ହେଇଥିଲେ ତ ଆମେ ଆଉ ଟିକେ ଆଗେଇଥାନ୍ତୁ ଆଜ୍ଞା ଯାହା ହଉ ଧନ୍ୟବାଦ ଆପଣଙ୍କଠୁ କିଛି ବାର୍ତ୍ତା ଯୋଉମାନେ ମାନେ ଗର୍ବ ଅହଙ୍କାର ଅଭାବ ରଖୁଛନ୍ତି ସେମାନେ ଆମ ୟୁଟ୍ୟୁବ ଚ୍ୟାନେଲକୁ ବିରୋଧ କରୁଛନ୍ତି କରନ୍ତୁ ଯିଏ ମୁଁ ଚାହିଁଛି ଯିଏ ଆମ ପାଇଁ ଖରାପ ଚାହୁଁଛି ନା ଆମେ ଭାବୁଛେ ସେ ଆମକୁ ହେତିକି ଭଲ ପାଉଛି ଆମକୁ ହେତିକି ମନରେ ରଖିଛି ବୋଲି ସେ ଆମକୁ ଘୃଣା କରୁଛି ନାହିଁ ଆମର ମୁଁ କଳାକାର ମାନଙ୍କୁ କହୁଛି ତମ ମାନଙ୍କୁ ଯୋଉମାନେ କହୁଛନ୍ତି ସେଟା ଅଯୁକ୍ତି କଥା ଆଜ୍ଞା ସେ ଆଗ ଟିକେ ଚିନ୍ତା କରନ୍ତୁ ଆଜ୍ଞା ସେ ଜାଣିଥିଲେ କି ଆଜ୍ଞା ତାହେଲେ ଏଇ ସମାଜ ଯୋଉ ନାଚ କୀର୍ତ୍ତନ ଦେଖୁଛି ଟିଭି ଲଗେଇ ଦେଇକିରି ଏ ସବୁ କିଛି ଦେଖିଲା ପରେ ଆମେ କହୁଛେ ଏ ଭାଇ ନିର୍ମଳ ଗାଉଥିଲା ଇଏରେ ଆଜ୍ଞା ଏ ନାଇଁ ରେ ଟୁକୁ ଏଇଆ ଗାଉଛି ଆଜ୍ଞା କିଏ ଅମକ ଏଇଆ ଗାଉଛି ଡେଲି ମୋବାଇଲରେ ଦେଖୁଛେ କେମିତି ହେଲା ଏଇ ତମ ମାଧ୍ୟମକୁ ନେଇକିରି ବା କିଛି ଆମେ ଯେମିତି କଳାକାର ତମେ ବି ସେମିତି କଳାକାର ଏଟା ବି ଗୋଟିଏ କଳା ଏ କଳାକୁ ଟାଣିବାକୁ ହେଲେ ତମ ବ୍ରେନକୁ ମାନିବାକୁ ପଡିବ ଆଜ୍ଞା ତମେ ଫେରେ ରାତି ଅନିଦ୍ରା ହେଇ କଣ ମିଳୁଛି ବାପର କଣ ସମ୍ପତ୍ତି ନାହିଁ ନା ଆମେ ଆଗରୁ ପେଟ ପୋଷୁଥିଲେ ଏ ସମାଜକୁ ଜଣେଇବା ପାଇଁ ତମେ ଏ ନୀତିଟି କରିଛ ଆଜ୍ଞା ସେଥିପାଇଁ ମୁଁ ତମକୁ ଧନ୍ୟବାଦ ଦଉଛି କଳାକାରଙ୍କ ତରଫରୁ ବି ଧନ୍ୟବାଦ ଦଉଛି ଦାଦା ମୁଁ ଏତିକି କହିବାକୁ ଚାହୁଁଛି ଯେ ଦାଦା ମୁଁ କଣ ୟୁଟ୍ୟୁବର ପେଟ ପୋଷାକି ହଉଛି ନାହିଁ ବାପା ତମେ ପରା ହେଲା ଜଣେ ଡ୍ରାଇଭର ଆଜ୍ଞା ଆରେ ବାବୁ 6 ଚକିଆରେ ଅବିକା 16 ଚକିଆ 22 ଚକିଆ ଚଲେଇଲଣି ଆଜ୍ଞା ତମେ ହଉଛ ଟ୍ରକ୍ ଡ୍ରାଇଭର ଆଜ୍ଞା ଏ ଟ୍ରକ୍ ଡ୍ରାଇଭର ଆମେ ତମ ମାନଙ୍କୁ ରାସ୍ତାରେ ଚଢେଇ ଭଳିଆ ଦେଖାଯାଉ କିନ୍ତୁ ତଥାପି ପ୍ରଭୁଙ୍କର ମା କାଳୀଙ୍କର ସେ ତମ ଗାଡିରେ ଯୋଉ ମା କାଳୀ ଏଇ ଯୋଉ କ୍ୟାମେରା ଧରିଛ କ୍ୟାମେରା ଭିତରେ ବି ଅଛନ୍ତି ମା କାଳୀ ତମେ ତାଙ୍କ ଦାଦା ଆପଣ ବି ଜାଣିଥିବେ କି ନାହିଁ ମୁଁ କହିପାରିବିନି ମୁଁ ଯେତେବେଳେ ଟ୍ରକ୍ ଚଲାଉଥିଲି ମୁଁ ଆପଣଙ୍କ ଗାଁ ଛକରେ ଆଣିକି ମୋ ଗାଡି ଠିଆ କରେ ହଁ ଦେଖିଛି ବି ଆଜ୍ଞା ଦେଖିଛି ତମ ମଝିଆ ଭାଇ ଚଲଉଛି ବି ସିଏ ବି ଚାଲିଛି ସେ ପିଲା ବି ଆସିନି ତମେ ତ 3 ଭାଇ କବିକା ଗାଡି ଚଲେଇବାରେ ଚାଲିବ ଆଜ୍ଞା ଯାହା ହଉ ଦାଦା ଆପଣଙ୍କ ସହିତ କଥା ହେଇକି ଏତିକି ବହୁତ ଖୁସି ଲାଗିଲା ମୋର ପ୍ରିୟ ଦର୍ଶକ ବନ୍ଧୁମାନେ ଆପଣଙ୍କୁ ଯଦି ଆମେ କିଛି ଯାହା କିଛି ଇଏ ହେଉଛି ରୋକଠୋକ କଥା କେହି କିଛି ଖରାପ ଭାବିବାର ନାହିଁ କାହାକୁ ନେଇକି ଆମେ କିଛି ଆକ୍ଷେପ କରିକି କହିନାହୁଁ
ଯେଉଁଟା ସଂସାରରେ ଚାଲିଛି, ଯେଉଁଟା ସତ ସତ, ଯିଏ ଷ୍ଟାର ଯିଏ ଷ୍ଟାର ହେଇନି ସେ ଆଗକୁ କେମିତି ଷ୍ଟାର ହେବ ଆପଣମାନେ ଚେଷ୍ଟା କରିବେ। ପରିଶ୍ରମ କଲେ ଆଗକୁ ମାଡ଼ି ଚାଲିବା। ଯାହା ହଉ ଏତିକି ଦାଦାଙ୍କଠୁ ଶୁଣିକି ଏତେ ଜଣଙ୍କର ମୁଁ ଆଜି ବାଇଟ୍ ନେଲିଣି। ମାନେ ମୁଁ ଏଇଠିକି ବୋଧେ ଲାଗିଲାଣି ମୋତେ 20-30 ଜଣଙ୍କର ବାଇଟ୍ ନେବାରେ। ଆଜି ଏଇ ଯେଉଁ ସାକ୍ଷାତକାର ନେଲେ 30 ଜଣଙ୍କ ଭିତରୁ ମୋତେ ଦାଦାଙ୍କର କଥା ଏତେ ମାଧୁର୍ଯ୍ୟ ଲାଗିଲା, ବହୁତ ଭଲ ଲାଗିଲା। ପୁରୁଣା କାଳିଆ ଗୀତ, ମାନେ ଦଣ୍ଡ ସ୍ୱରରେ ଗୀତ। ଆଜିକାଲି ଦଣ୍ଡ ମାନେ ଆଲବମ୍ ସମ୍ବଲପୁରକି ନେଇକିରି ଉଡ଼ିଗଲାଣି କୁଆଡ଼େ। ଯାହା ହଉ ଦାଦା ଏତେ ପୁରୁଣା କଳାକାର ହେଇକିରି ଏ ଦଣ୍ଡ ଜଗତର ଯାଇକି ଷ୍ଟାର ଗିରିଶ ଭାଇଙ୍କୁ ସ୍ମରଣ କଲେ, ଧନ୍ୟବାଦ। ଏତିକି କହି ଆପଣଙ୍କୁ ଆଉ ଏକ ନୂତନ ଭିଡ଼ିଓ ସହ ଆପଣଙ୍କୁ ଆମେ ସାକ୍ଷାତ କରିବୁ। ନମସ୍କାର, ରଖୁଛୁ, ଶୁଭ ସନ୍ଧ୍ୟା।